ସ୍ପୋର୍ଟ୍ସ ଦରବାର ୟୁଟ୍ୟୁବ୍ ଚ୍ୟାନେଲ୍ରେ ଆପଣଙ୍କୁ ସ୍ୱାଗତ କରୁଅଛି। ତ ସାଙ୍ଗମାନେ, ଏହା ହେଉଛି ଆମର ଯେଉଁ LTR ପାଇଁ ଯେଉଁ ଆଗକୁ ଏକ୍ଜାମ୍ ହେବ ତାର ଯେଉଁ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ଗୁଡ଼ିକ ଆମେ ଡିସ୍କସ୍ କରୁଥିଲୁ, ତାର କ୍ଲାସ୍ 2 ଭିଡ଼ିଓଟି, ଯେଉଁଟାକି ଆମର ଗେମ୍ ଆଣ୍ଡ ସ୍ପୋର୍ଟ୍ସରୁ ମୁଁ ନେଇକି ଆସିଛି, ଯେଉଁଟାକି ଆମର ଗେମ୍ ଆଣ୍ଡ ସ୍ପୋର୍ଟ୍ସର ଟେବୁଲ୍ ଟେନିସ୍ର ଆମେ ଆଲୋଚନା କରିବା। ତ ଦେଖନ୍ତୁ, ଆମର ଟୋଟାଲ୍ 150ଟି କ୍ୱେଶ୍ଚନ୍ ଥାଏ ହେଲା। 150ଟି କ୍ୱେଶ୍ଚନ୍ରୁ ଆମର 20ଟା ଯେଉଁ ରହୁଛି ପେଡାଗୋଜିର, ଆମର ଦେନ୍ ରେଷ୍ଟ ଆମର ଯେଉଁ ଯେତିକି ସବୁ ରହୁଛି ଆମର କେତୋଟି 130ଟି, ଠିକ୍ ଅଛି। ସେଇ 130ଟି କ୍ୱେଶ୍ଚନ୍ ଭିତରୁ ମ୍ୟାକ୍ସିମମ୍ 40ରୁ 45ଟା ଆମର ଗେମ୍ ଆଣ୍ଡ ସ୍ପୋର୍ଟ୍ସରୁ ଆସିବ। ତ ମ୍ୟାକ୍ସିମମ୍ ଜିନିଷ ଆମର ଗେମ୍ ଆଣ୍ଡ ସ୍ପୋର୍ଟ୍ସରୁ ଆସୁଛି। ତ ୟା ପ୍ରିଭିୟସ୍ ଭିଡ଼ିଓରେ ମୁଁ ଅଲମ୍ପିକ୍ର ଯେଉଁ ପ୍ରିଭିୟସ୍ ଇୟର୍ର କ୍ୱେଶ୍ଚନ୍ ପଡ଼ିଥିଲା ସେଗୁଡ଼ିକୁ ଆପଣଙ୍କ ସହ ଆଲୋଚନା କରିଥିଲି, ତା ସହିତ କିଛି ଏକ୍ସଟ୍ରା ଜିନିଷ ଆପଣଙ୍କୁ ଇନଫର୍ମେସନ୍ ଦେଇଥିଲି। ତ ମୋର ଏଇ ଯେଉଁ ପ୍ରିଭିୟସ୍ ଇୟର୍କୁ ଫଲୋ କରିକି ଯେଉଁ କ୍ୱେଶ୍ଚନ୍ ବନେଇବାର ପ୍ୟାଟର୍ନରେ କେମିତି ଆପଣଙ୍କୁ ପଢ଼େଇବି ଆପଣଙ୍କୁ ଆଉ ଥରେ କହିଦେଉଛି। ଦେଖନ୍ତୁ, ଆମେ ପ୍ରଥମେ ପ୍ରିଭିୟସ୍ ଇୟର୍ରେ ଯେଉଁ ପଢ଼ିଥିଲା OSSC ଯେଉଁ କଣ୍ଡକ୍ଟ କରିଥିଲା RST ପାଇଁ, ଠିକ୍ ଅଛି। ତ ସେଇ ଯେଉଁ କ୍ୱେଶ୍ଚନ୍ ଗୁଡ଼ିକୁ ପ୍ରଥମେ ଆପଣଙ୍କୁ ମୁଁ ଦେଖେଇବି ହେଲା। ଦେନ୍ କିଛି ସେଇ ରିଲେଟେଡ୍ ଥିଓରି ଆମେ କରିବା, ଯେମିତିକି ଆଜି ଦେଖନ୍ତୁ ଟେବୁଲ୍ ଟେନିସ୍ର ଅଛି। ଟେବୁଲ୍ ଟେନିସ୍ର ଥିଓରି ଆମେ କିଛି ଆପଣଙ୍କୁ ମୁଁ ଇନଫର୍ମେସନ୍ ଦେବି। ଇନଫର୍ମେସନ୍ ଦେଇସାରିଲା ପରେ ଆପଣଙ୍କ ପାଇଁ କିଛି MCQ ରହିବ, ଯେଉଁଟାକି ଆପଣଙ୍କ ପାଇଁ ଟାସ୍କ ରହିବ। ସେଗୁଡ଼ିକୁ ଆପଣ ଆନ୍ସର୍ ଦେବା ପାଇଁ ଚେଷ୍ଟା କରିବେ। ଯଦି ଆନ୍ସର୍ ଦେଇପାରୁନାହାନ୍ତି ତ ମୋର ଯେଉଁ ଟେଲିଗ୍ରାମ ଚ୍ୟାନେଲ୍ରେ ଅଛି ତାର PDFଟା ମୁଁ ପ୍ରୋଭାଇଡ଼ କରିଦେବି, ସେଠି ଆନ୍ସର୍ ସବୁ ଆପଣ ପାଇଯିବେ। ତେଣୁ ଟେଲିଗ୍ରାମ ଚ୍ୟାନେଲ୍ରେ ଜଏନ୍ ହେଇଯାଆନ୍ତୁ। ତ ଏଇ ପ୍ୟାଟର୍ନରେ ସବୁ ଚାଲିବ, ଠିକ୍ ଅଛି। ଗୋଟେ ଆଡ଼େ ଗେମ୍ ଆଣ୍ଡ ସ୍ପୋର୍ଟ୍ସ ଚାଲିବ, ତ ଗୋଟେ ଆଡ଼େ ଆମର ଯେଉଁ ଥିଓରି ଜିନିଷ ରହୁଛି ଯେମିତିକି ଆନାଟୋମି, ଫିଜିଓଲୋଜି, ଅଲମ୍ପିକ୍ର ସରିଗଲା ହେଲା। ତ ଦେଖନ୍ତୁ, ଆମର ଟୋଟାଲ୍ ଗେମ୍ରୁ ଆସିଛି 48ଟା ପାଖାପାଖି କ୍ୱେଶ୍ଚନ୍ ଆସିବ, ଠିକ୍ ଅଛି। ସେଇଠୁ ଟେବୁଲ୍ ଟେନିସ୍ରେ ଆମର ଟୋଟାଲ୍ ଆସିଛି 3ଟି କ୍ୱେଶ୍ଚନ୍। ତ ପ୍ରଥମେ ଆମେ ସେଇ 3ଟି କ୍ୱେଶ୍ଚନ୍କୁ ଏବେ ଦେଖିବା ହେଲା। ଦେନ୍ ତାପରେ ତାର ଥିଓରି ଜାଣିବା ପରେ ଟେବୁଲ୍ ଟେନିସ୍ ବିଷୟରେ କିଛି ଜାଣିବା। ତ ଦେଖନ୍ତୁ, ଆମର 23 ନମ୍ବର କ୍ୱେଶ୍ଚନ୍ କ'ଣ ଆସିଥିଲା, ତା ଟେବୁଲ୍ ଟେନିସ୍ ଇଜ୍ 9 feet long and 5 feet wide, ମାନେ ୱିଥ୍ଟା ତାର, ଏଣ୍ଡ ଦ ହାଇଟ୍ ଅଫ୍ ଇଟ୍ସ ପ୍ଲେଇଂ ସର୍ଫେସ୍ ଇଜ୍, ମାନେ ଆମର କେତେ ହାଇଟ୍ ପ୍ଲେଇଂ ସର୍ଫେସ୍ର ହାଇଟ୍ କେତେ ବୋଲି ପଚାରିଛି, ଯେଉଁଟାକି 13 inches ହେବ ରାଇଟ୍ ଆନ୍ସର୍, ଠିକ୍ ଅଛି। ରାଇଟ୍ ଆନ୍ସର୍ 13 inches ହେବ, ଯେଉଁଟାକି ମୁଁ ପରବର୍ତ୍ତୀ ସମୟରେ ଆପଣଙ୍କୁ କହିବି ହେଲା। ତ ଏସବୁ ଜିନିଷ ମନେ ରଖିବେ, ମାନେ ଆମର ଯଦି କୌଣସି ଗେମ୍ର ମେଜରମେଣ୍ଟ ଜିନିଷକୁ ଆପଣ ମନେ ରଖିବେ ହେଲା। ଯେଉଁଟାକି ମାନେ କ'ଣ କହୁଛି, ଏଇଟା ଯେଉଁ ଧରାଯାଉ ଏଇଟା ଟେବୁଲ୍ ଟେନିସ୍ ରହୁଛି ହେଲା। ଟେବୁଲ୍ ଟେନିସ୍ର ସର୍ଫେସ୍ରୁ ଆମର ଯେଉଁ ରହିଛି ଏଠି ନେଟ୍ ଥାଏ, ନେଟ୍ର ହାଇଟ୍ଟା କେତେ ବୋଲି କହିଛି, ଯେଉଁଟାକି ହେଲା 13 inches ହେବ ହେଲା, ଠିକ୍ ଅଛି। ଦେନ୍ ନେକ୍ସଟ ଦେଖନ୍ତୁ, 61 ନମ୍ବର କ୍ୱେଶ୍ଚନ୍ ଆସିଥିଲା, ଆପାର୍ଟ ଫ୍ରମ୍ ବ୍ୟାଡ଼ମିଣ୍ଟନ ଦ ଟେକ୍ନିକ୍ କଲ୍ଡ ଫ୍ଲିକ୍ ଇଜ୍ ଅଲସୋ ୟୁଜ୍ଡ ଇନ୍, ଆମର ବ୍ୟାଡ଼ମିଣ୍ଟନ ସହିତ ଆମର ଯେଉଁ କେଉଁଠି ଆମର ଫ୍ଲିକ୍ ଯେଉଁ ଟେକ୍ନିକ୍ଟା ଅଛି ସେଇଟା ୟୁଜ୍ ହୋଇଥାଏ। ସ୍କ୍ୱାସ୍ରେ ହେଇଥାଏ, ଟେନିସ୍ରେ ହେଇଥାଏ, ଗଲ୍ଫରେ ହେଇଥାଏ ବା ଟେବୁଲ୍ ଟେନିସ୍ରେ ହେଇଥାଏ। ତ ଏଇଟା କେଉଁଠି ହେଇଥାଏ, ଟେବୁଲ୍ ଟେନିସ୍ରେ ହେଇଥାଏ। ଯେମିତିକି ସାଙ୍ଗମାନେ ଆମର କ୍ରିକେଟ୍ କଥା ଧରନ୍ତୁ, ଯେମିତିକି ଆମର କିଛି ଟେକ୍ନିକ୍ ଥାଏ, ଗୋଟେ ସଟ୍କୁ ମାରିବା ପାଇଁ ଟେକ୍ନିକ୍ ଥାଏ, ଡିଫେନ୍ସିଭ୍ ଟେକ୍ନିକ୍ ଥାଏ ବା ଆଟାକିଂ ଟେକ୍ନିକ୍ ଥାଏ, ଯେଉଁଠିକି ଆମର ଫ୍ରଣ୍ଟ ଫୁଟ୍ ଡିଫେନ୍ସ ମାରୁଛେ ବା ପୁଲ୍ ମାରୁଛେ, ଫ୍ଲିକ୍ ମାରୁଛେ। ସେଇଭଳିଆ ଆମର ଟେବୁଲ୍ ଟେନିସ୍ରେ ବି କିଛି ଟେକ୍ନିକ୍ ଥିବ ହେଲା। ତ ସେଗୁଡ଼ିକ ଆଗକୁ ଆପଣଙ୍କୁ ବୁଝେଇବି ହେଲା। ତ ଏବେ ଆପଣ ଜାଣିଥାନ୍ତୁ ବ୍ୟାଡ଼ମିଣ୍ଟନ ସଡ଼ା ଆମର ଫ୍ଲିକ୍ ଯେଉଁ ସଟ୍ଟା ଅଛି, ଏଠି 4ଟା ଅପସନ୍ ଭିତରୁ ଟେବୁଲ୍ ଟେନିସ୍ରେ ବି ଥାଏ। ଦେନ୍ ନେକ୍ସଟ ଦେଖନ୍ତୁ ହେଲା, 72 ନମ୍ବର କ୍ୱେଶ୍ଚନ୍, ଇନ୍ ଟେବୁଲ୍ ଟେନିସ୍ ଦ ଏକ୍ସପିଟାଇଟ୍ ସିଷ୍ଟମ୍ ଇଜ୍ ପୁଟ୍ ଇନ୍ଟୁ ଇଫେକ୍ଟ ଇଫ୍ ଏ ଗେମ୍ ଏକ୍ସିଡ୍ସ, ମାନେ ଆମର ଯେଉଁ ଗୋଟେ ଅଛି ସବୁ ଗେମ୍ରେ ଦେଖନ୍ତୁ ଗୋଟେ ସିଷ୍ଟମ୍ ଥାଏ, ଯେଉଁଟାକି ଗେମ୍ଟାକୁ ଜଲ୍ଦି ସାରିବା ପାଇଁ ହେଲା, ସ୍ପିଡ୍ ଅପ୍ କରିବା ପାଇଁ, ଯଦି ଗେମ୍ର ରେଜଲ୍ଟ ବାହାରୁନି କିଛି ଗୋଟେ ରୁଲ୍ ଦିଆ ହେଇଥାଏ। ସେଇଭଳିଆ ଆମର ଟେବୁଲ୍ ଟେନିସ୍ରେ ଗୋଟେ ରୁଲ୍ ଅଛି, ଯେଉଁଟାକି ଦ ଏକ୍ସପର୍ଟାଇଜ୍ ସିଷ୍ଟମ୍ ହେଲା। ତ ସେଇ ଏକ୍ସପର୍ଟାଇଜ୍ ସିଷ୍ଟମ୍ଟା ଯେଉଁ ରହିଛି ବା ସେଇ ରୁଲ୍ଟା ଯେଉଁ ରହିଛି ସେଇଟା ଆମର ଗେମ୍ରେ କେତେ ସମୟ ଗେମ୍ଟା ଚାଲୁ ହେବାର କେତେ ସମୟ ପରେ ଯଦି ରେଜଲ୍ଟ ଆସୁନି ତେବେ ସେଇଟା ଲାଗୁ ହେଇଥାଏ ହେଲା। ଏଠି ଦେଖନ୍ତୁ ଦ ଏକ୍ସପର୍ଟାଇଜ୍ ସିଷ୍ଟମ୍, ଆଉ ଥରେ ଦେଖନ୍ତୁ, ଇନ୍ ଟେବୁଲ୍ ଟେନିସ୍ ଦ ଏକ୍ସପର୍ଟାଇଜ୍ ସିଷ୍ଟମ୍ ଇଜ୍ ପୁଟ୍ ଇନ୍ଟୁ ଇଫେକ୍ଟ ଇଫ୍ ଏ ଗେମ୍ ଏକ୍ସିଡ୍, ମାନେ ଗେମ୍ଟା କେତେ ସମୟ ଉପରକୁ ଚାଲିଗଲେ ଆମର ଏଇ ଯେଉଁ ଏକ୍ସପର୍ଟାଇଜ୍ ସିଷ୍ଟମ୍ଟା ଲାଗୁ ହେଇଥାଏ ହେଲା। ଅପସନ୍ ଏ ଦେଉଛି 10 ମିନିଟ୍, ଅପସନ୍ ବି ଦେଉଛି 15 ମିନିଟ୍, ଅପସନ୍ ସି ଦେଉଛି 12 ମିନିଟ୍ ଏବଂ ଅପସନ୍ ଡି ଦେଉଛି 8 ମିନିଟ୍ ହେଲା। ତ ଏହାର ସଠିକ୍ ଉତ୍ତର ହେଇଯିବ 10 ମିନିଟ୍, ମାନେ 10 ମିନିଟ୍ ଉପରକୁ ଗଲେ ଆମର ଏକ୍ସପର୍ଟାଇଜ୍ ସିଷ୍ଟମ୍ଟା ଲାଗିଥାଏ, ଠିକ୍ ଅଛି। ତ ଏଇ ଯେଉଁ ଏକ୍ସପର୍ଟାଇଜ୍ ସିଷ୍ଟମ୍ଟା କ'ଣ, ଏଇଟା ମୁଁ ଆପଣଙ୍କୁ ଆଗକୁ
କହିବି ହେଲା। ତ ଏଇଭଳିଆ କ୍ୱେଶ୍ଚନ୍ ଆସିଥିଲା ଆମର ଟେବୁଲ୍ ଟେନିସ୍ରେ, ଠିକ୍ ଅଛି। ତ ଏବେ ଆମେ ଟେବୁଲ୍ ଟେନିସ୍ର କିଛି ଥିଓରି ଜାଣିନେବା, ଠିକ୍ ଅଛି। ତାର ହିଷ୍ଟ୍ରି ଜାଣିନେବା, ତାର ଡାଇମେନସନ୍ ଜାଣିନେବା, କିଏ ସେଇ ତାର ସେ ରିଲେଟେଡ୍ କ'ଣ କ'ଣ ସବୁ କପ୍ ଅଛି। ଦେନ୍ ତାପରେ ହେଉଛି ଆମର ଇଣ୍ଡିଆରୁ ଫେମସ୍ ଯେଉଁ ଟି ପ୍ଲେୟର ମାନଙ୍କର ନାଁ ଜାଣିନେବା ହେଲା। ଏଇ ଯେଉଁ ଆମର ରହିଲା ଯେଉଁ ଆମର ଟେକ୍ନିକ୍ ଗୁଡ଼ିକ ରହିଲା, ଟେକ୍ନିକ୍ ଏକ ପ୍ରକାର ରହିଛି। ଆମର ଯେଉଁ ଆମେ ଯେଉଁ ଧରୁଛେ, ଆମର ଯେଉଁ ଟେବୁଲ୍ ଟେନିସ୍ର ଯେଉଁ ଆମର ରାକେଟ୍ଟାକୁ ଆମେ ବା ପେଡ଼ାଲ୍ଟାକୁ ଆମେ ଯେଉଁ ଧରୁଛେ ବା ବ୍ୟାଟ୍ଟାକୁ ଆମେ ଧରୁଛେ, ତାକୁ କେଉଁ ଟେକ୍ନିକ୍ରେ ଧରିବା କଥା। ଦେନ୍ ଏଇ ଯେଉଁ ଲଜ୍ ଗୁଡ଼ିକ ରହିଛି, ଯେମିତିକି ଏଇଟା ଏକ୍ସପର୍ଟାଇଜ୍ ସିଷ୍ଟମ୍ଟା ରହିଛି। ତ ଏହାର ଅର୍ଥ କ'ଣ, କେମିତି ଏକ୍ସପର୍ଟାଇଜ୍ ସିଷ୍ଟମ୍ ଲାଗିଲେ କ'ଣ କ'ଣ କରିବାକୁ ପଡ଼େ, ତ ଏସବୁ ବିଷୟରେ ଏବେ ଆଲୋଚନା କରିବା। ତ ଏବେ ଟେବୁଲ୍ ଟେନିସ୍ ବିଷୟରେ କିଛି ଜାଣିବା। ତ ଦେଖନ୍ତୁ, ପ୍ରଥମେ ଇତିହାସ ବିଷୟରେ ଏହାର ଜାଣିବା। ତ ଦେଖନ୍ତୁ ଏଇଟା କେମିତି ଷ୍ଟାର୍ଟ ହେଇଥିଲା। ଦେଖନ୍ତୁ ଏଇଟା ଟେବୁଲ୍ ଟେନିସ୍ ହମ୍ବଲ୍ ବିଗିନିଂ ଏଜ୍ ଏ ପାର୍ଲର ଗେମ୍ ହେଲା। ଏଜ୍ ଏ ପାର୍ଲର ଗେମ୍ ହିସାବରେ ଆମର ଟି ଗେମ୍ଟା ବା ଟେବୁଲ୍ ଟେନିସ୍ ଗେମ୍ଟା ଷ୍ଟାର୍ଟ ହେଇଥିଲା। ତ ଦେଖନ୍ତୁ ଏଇ ଯେଉଁ 1880 ମସିହାରେ କ'ଣ ହେଲା ନା, 1880 ମସିହାରେ ସେତେବେଳେ ଯେଉଁ ଲନ୍ ଟେନିସ୍ ପ୍ଲେୟର ମାନେ ଥିଲେ ହେଲା, ସେଇ ୱିଣ୍ଟର ସମୟରେ ସେମାନେ କী କଲେ ନା, ବାହାରେ ଯେହେତୁ ସେମାନେ ଲନ୍ ଟେନିସ୍ ପ୍ଲେୟର ମାନେ ଖେଳିବାକୁ ପାଇଲେନି, ତ ଇଣ୍ଡୋରରେ ସେମାନେ କ'ଣ କଲେ ନା, ଆମର ଯେଉଁ ରହିଛି ଟେବୁଲ୍ ଉପରେ ରଖିକି ହେଲା ଖେଳିବା ଷ୍ଟାର୍ଟ କଲେ। ଠିକ୍ ଅଛି। କେଉଁ ସମୟରେ ନା, ୱିଣ୍ଟର ସମୟରେ। କେଉଁ ପ୍ଲେୟର ମାନେ ନା, ଲନ୍ ଟେନିସ୍ ପ୍ଲେୟର ମାନେ। କେତେବେଳେ ନା, 1880 ଖ୍ରୀଷ୍ଟାବ୍ଦରେ, ଠିକ୍ ଅଛି। ତ ଏଇଭଳିଆ ୟାର ଜର୍ଣ୍ଣି ଷ୍ଟାର୍ଟ ହେଇଥିଲା। ଦେନ୍ କାଳକ୍ରମେ ତାର ମାନେ ଡେଭଲପମେଣ୍ଟ ହେଲା, ଠିକ୍ ଅଛି। ତ ଦେଖନ୍ତୁ, ତ ଏଇ ଇତିହାସ ବିଷୟରେ ସମ୍ୟକ ହିଁ ଜାଣିବା ଦରକାର, ବେଶୀ ଜାଣିବା ଦରକାର ନାହିଁ। ଇତିହାସରୁ ବହୁତ କମ୍ ରେୟାର ଆସିଥାଏ ହେଲା। ତ ଯେତିକି ଜାଣିବା କଥା ସେତିକି ଆପଣଙ୍କୁ କହୁଛି। ଦେଖନ୍ତୁ, ତ ଏଇଠି ମନେ ରଖିବା ଇମ୍ପୋର୍ଟାଣ୍ଟ ହେଉଛି ୟାର ପୁରୁଣା ନାମ ଗୁଡ଼ିକ ହେଲା। ପୁରୁଣା ନାମ ଗୁଡ଼ିକ, ସବୁ ଗେମ୍ର ପୁରୁଣା ନାମ ଗୁଡ଼ିକ ନିହାତି ମନେ ରଖିବେ। ଯେମିତିକି ଟିଟିର ପୁରୁଣା ନାମ ବା ଓଲ୍ଡ ନେମ୍ କ'ଣ ଥିଲା, ପିଙ୍କ୍ ପଙ୍ଗ୍ ଥିଲା। ଆଗେ ପିଙ୍କ୍ ପଙ୍ଗ୍ ଭାବରେ ଆମେ ତାକୁ କହୁଥିଲୁ, ବା ତାକୁ ଆମେ ହୁଇଫାବ୍ ବି ମଧ୍ୟ କହିଥାଉ। ଆଉ ଗୋଟେ ମନେ ରଖିବେ, ଏହାର ପୁରୁଣା ନାମ ଭିତରେ ଯାଉଛି ଗସିମା ବି ୟାକୁ କୁହାଯାଇଥାଏ। କ'ଣ ନା, ଗସିମା ମାନେ କ'ଣ ନାମ ହେଇଗଲା, ଗସିମା ବି କହିପାରିବା, ହୁଇଫାବ୍ ବି କହିବା, ବା ପିଙ୍କ୍ ପଙ୍ଗ୍ ବି କହିବା। ଏଇ ତିନିଟା ଭିତରୁ ଯେଟା ପଡ଼ିଥିବ ଆପଣ ଆନ୍ସର୍ ଦେଇପାରିବେ। ଏବଂ ଦେଖନ୍ତୁ, ସବୁ ଗେମ୍ କେହି ନା କେହି ଗୋଟେ ଷ୍ଟାର୍ଟ କରିଥିବେ। ତ ଏଇ ଗେମ୍ଟାକୁ କିଏ ଷ୍ଟାର୍ଟ କରିଥିବା, ଇନଭାଇଟ୍ କରିଥିଲେ ହେଲା। କିଏ ମାନେ ଷ୍ଟାର୍ଟ କରିଥିଲେ, ସେ ହେଉଛନ୍ତି ଜେ ଜାକ୍ସ ହେଲା। ଏଇଟା ମନେ ରଖିବେ, ଇମ୍ପୋର୍ଟାଣ୍ଟ, ଜେ ଜାକ୍ସ ହେଲା। ଦେନ୍ ଏହାର ଯେଉଁ ଟି ବା ଟେବୁଲ୍ ଟେନିସ୍ର ଟୁର୍ଣ୍ଣାମେଣ୍ଟ ଗୁଡ଼ିକ କେବେ ଷ୍ଟାର୍ଟ ହେଇଥିଲା, 1901 ମସିହାରୁ ଷ୍ଟାର୍ଟ ହେଇଯାଇଥିଲା। ଆଉ ଗୋଟେ ଦେଖନ୍ତୁ, ଏଇଟା ଆମେ ହିଷ୍ଟ୍ରି ବିଷୟରେ ଜାଣିଲୁ, ଯେଉଁଟାକି ଓଲ୍ଡ ନେମ୍ ଜାଣିଲୁ, କିଏ ଷ୍ଟାର୍ଟ କରିଥିଲେ ଜାଣିଲୁ, କେମିତି ଷ୍ଟାର୍ଟ ହେଇଥିଲା ଆମେ ଜାଣିଲୁ। ଏଇଟା ପାର୍ଲର ଗେମ୍ ହିସାବରେ ଷ୍ଟାର୍ଟ ହେଇଥିଲା, ଏଇଟା ବି ଜାଣିଲୁ। ଦେନ୍ ଯେକୌଣସି ଗେମ୍ ହେଉଛି ମାନେ ତାର କ'ଣ ଗୋଟେ ଅର୍ଗାନାଇଜେସନ୍ ଥିବ, ଗୋଟେ ଫେଡେରେସନ୍ ଥିବ, ସଂସ୍ଥା ଥିବ, ଯିଏକି ସେଇ ଗେମ୍କୁ ପରିଚାଳିତ କରୁଥିବ, ହଁ କି ନାହିଁ ହେଲା। ଯେମିତି ଅଲିମ୍ପିକ୍ର IOC ପରିଚାଳିତ କରୁଛି, ସେମିତି ଟିଟିର ବି କରୁଥିବ। ତ ଏବେ ଆମେ ସେଇ ଫେଡେରେସନ୍ ବିଷୟରେ ଦେଖିବା ହେଲା। ବହୁତ ମାନେ ଇଣ୍ଟରନ୍ୟାସନାଲ୍ର ଦେଖିବା ଆଉ ଇଣ୍ଡିଆର ଦେଖିବା। ତ ଦେଖନ୍ତୁ, ଇଣ୍ଟରନ୍ୟାସନାଲ୍ ଲେଭେଲ୍ରେ କିଏ, ତାର ଫେଡେରେସନ୍ ନାମ କ'ଣ ନା, ITTF, ଯେଉଁଟାକି ଇଣ୍ଟରନ୍ୟାସନାଲ୍ ଟେବୁଲ୍ ଟେନିସ୍ ଫେଡେରେସନ୍, ଯେଉଁଟାକି କେବେ ଫର୍ମ ହେଇଥିଲା ନା, 1926 ମସିହାରେ ଫର୍ମ ହେଇଥିଲା। ଆଉ ଏହାର ହେଡ଼କ୍ୱାର୍ଟର୍ସ କେଉଁଠି ଅଛି ନା, ଏହାର ହେଡ଼କ୍ୱାର୍ଟର୍ସ ଅଛି ଲୌସେନ୍, ସୁଇଜରଲ୍ୟାଣ୍ଡରେ। କେଉଁଠି ନା, ଲୌସେନ୍, ସୁଇଜରଲ୍ୟାଣ୍ଡରେ। ତ ମ୍ୟାକ୍ସିମମ୍ ଖେଳର ଆମର ହେଡ଼କ୍ୱାର୍ଟର୍ସ ଗୁଡ଼ିକ ବା ଫେଡେରେସନ୍ର ମାନେ ହେଡ଼କ୍ୱାର୍ଟର୍ ଗୁଡ଼ିକ କେଉଁଠି ଅଛି ନା, ଲୌସେନ୍, ସୁଇଜରଲ୍ୟାଣ୍ଡରେ ରହିଛି ହେଲା। ଏବଂ ଏହାର କରେଣ୍ଟ ପ୍ରେସିଡେଣ୍ଟ କିଏ ଅଛନ୍ତି ନା, କରେଣ୍ଟ ପ୍ରେସିଡେଣ୍ଟ ହେଉଛି ଥମାସ୍ ୱେକଟ୍, ଟିଟିର ଥମାସ୍ ୱେକଟ୍। ତ ଏଇଟା ଚେଞ୍ଜେସ୍ ହେଉଥିବ ଟାଇମ୍ ଟୁ ଟାଇମ୍, ଏଇଟା ଆପଡ଼େଟ୍ ରହିବ ସବୁବେଳେ, ଠିକ୍ ଅଛି। ତ ଦେଖନ୍ତୁ, ଦେନ୍ ଆମ ଇଣ୍ଡିଆର ମାନେ ଫେଡେରେସନ୍ ନାମ କ'ଣ ନା, TTFI, ଯେଉଁଟାକି ଟେବୁଲ୍ ଟେନିସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ହେଲା। ଏଇଟା କେବେ ଫର୍ମ ହେଇଥିଲା ନା, 1926 ମସିହାରେ ଏହା ଫର୍ମ ହେଇଥିଲା। ଏବଂ ଏହାର ହେଡ଼କ୍ୱାର୍ଟର୍ସ କେଉଁଠି ନା, ଏହାର ହେଡ଼କ୍ୱାର୍ଟର୍ ହେଉଛି ନ୍ୟୁ ଦିଲ୍ଲୀ। ଏବଂ କରେଣ୍ଟ ଟାଇମ୍ରେ ପ୍ରେସିଡେଣ୍ଟ କିଏ ଅଛନ୍ତି, ଦୌସନ୍ବେ ଚୌଟାଲା ହେଲା, ଦୌସନ୍ବେ ଚୌଟାଲା, ଠିକ୍ ଅଛି। ଏଇଟା ମନେ ରଖିବେ ହେଲା। ଏଇଟା ଗଲା ଫେଡେରେସନ୍ ବିଷୟରେ। ଦେନ୍ ଦେଖନ୍ତୁ, ଆମେ ଏଇ ଗେମ୍ଟା କେଉଁ କେଉଁ ଇଭେଣ୍ଟରେ କେବେ ଷ୍ଟାର୍ଟ ହେଇଥିଲା ସେଇଟା ବି ଆମେ ଜାଣିନେବା। ତ ଦେଖନ୍ତୁ, ଏଇଟା ହେଲା, ଏଇଟା ଆମର ଯେଉଁ ଟେବୁଲ୍ ଟେନିସ୍ଟା ଅଲିମ୍ପିକ୍ରେ 1988 ମସିହାରେ ଆଡ଼୍ ହେଇଥିଲା ହେଲା। ତ ଆପଣଙ୍କ ପାଇଁ ଟାସ୍କ ହେଉଛି, ଯେଉଁ 1988 ମସିହାରେ ଯେଉଁ ଅଲିମ୍ପିକ୍ଟା ହେଇଥିଲା, ଏଇଟା କେଉଁଠି ହେଇଥିଲା, ଏଇଟା ଆପଣ କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାଇବେ। ସେଇଭଳିଆ ଅଲିମ୍ପିକ୍ରେ ମାନେ ଆଡ଼୍ ହେଲା କେବେ, 1988ରେ। ଆଉ ଏସିଆନ୍ ଗେମ୍ରେ ଷ୍ଟାର୍ଟ ହେଇଥିଲା କେବେ, 1958ରେ। ଏବଂ ଏହାର ଯେଉଁ ଫାର୍ଷ୍ଟ ୱାର୍ଲଡ଼ ଚାମ୍ପିଅନସିପ୍ କେବେ ହେଇଥିଲା ନା, 1926ରେ ହେଇଥିଲା। ଯେଉଁଟାକି ଯେବେ ଆମର ଇଣ୍ଟରନ୍ୟାସନାଲ୍ ବା ଇଣ୍ଡିଆର ଯେଉଁ ଫେଡେରେସନ୍ ଯେବେ ତିଆରି ହେଇଥିଲା, ସେବେ ହିଁ ଆମର ଫାର୍ଷ୍ଟ ୱାର୍ଲଡ଼ ଚାମ୍ପିଅନସିପ୍ ବି ହେଇଥିଲା, ଠିକ୍ ଅଛି। ତ ଏଇଟା ମନେ ରଖିବେ। ଦେନ୍ ନେକ୍ସଟ ଦେଖନ୍ତୁ, ଇମ୍ପୋର୍ଟାଣ୍ଟ କପ୍ ଆଣ୍ଡ ଟ୍ରଫି ହେଲା। କପ୍ ଆଣ୍ଡ ଟ୍ରଫିରୁ ବି ଆସିଥିବ, ଯେଉଁ ଏଇ ଖେଳର
କପ୍ ବା ଗୋଟେ ଟ୍ରଫି ଦେଇଥିବ ଏଇଟା କେଉଁ ଖେଳରୁ ବିଲଙ୍ଗସ୍ କରୁଛି। ସେଗୁଡ଼ା ଟିଟିର ଦେଖନ୍ତୁ କିଛି ଇମ୍ପୋର୍ଟାଣ୍ଟ ଟ୍ରଫି ଅଛି ଯେଉଁଟାକି ଆମର ନ୍ୟାସନାଲ୍ ଲେଭେଲ୍ ବାର୍ନା ବେଲା କପ୍, ଯେଉଁଟାକି ଆମ ଇଣ୍ଡିଆର ସବୁଠୁ ଓଲ୍ଡେଷ୍ଟ କପ୍। ଏଇଟା ମନେ ରଖିବେ, ଟିଟିର ଆମର ଇଣ୍ଡିଆର ସବୁଠୁ ଓଲ୍ଡେଷ୍ଟ କପ୍ ହେଉଛି କ'ଣ ନା ବାର୍ନା ବେଲା କପ୍। ଦେନ୍ ହେଉଛି କରବିଲିୟନ୍ କପ୍, ଯେଉଁଟାକି ଓମେନ୍ସ ଟିମ୍ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍, ଯେଉଁଠି ଓମେନ୍ସ ଟିମ୍ ମାନଙ୍କର ହେଲା ଯେଉଁ ଟିମ୍ ଗେମ୍ ହେଇଥାଏ ବା ଡବଲ୍ସ ଗେମ୍ ହେଇଥାଏ ସେଇଥିରେ ଆମର ଏଇଟା ଚାମ୍ପିଅନସିପ୍ କପ୍ଟା କ'ଣଟା କରବିଲିୟନ୍ କପ୍। ଦେନ୍ ହେଉଛି ରାମାନୁଜନ ଟ୍ରଫିଟା ଜୁନିୟର ଗାର୍ଲମାନଙ୍କ ପାଇଁ ହେଇଥାଏ ନ୍ୟାସନାଲ୍ ଲେଭେଲ୍ରେ। ଦେନ୍ ଇଲେକ୍ଟ୍ରା ଗୋଲ୍ଡ କପ୍ ଗୋଟେ ରହିଛି। ଦେନ୍ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଦେଖନ୍ତୁ ଗୋଟେ ହେଉଛି ଟ୍ରାଭାନକୋର କପ୍, ଯେଉଁଟାକି ପୁରୁଷମାନଙ୍କ ପାଇଁ ଖେଳ ହେଇଥାଏ ଏବଂ ହେଉଛି ଝିଅମାନଙ୍କ ପାଇଁ କ'ଣ ହେଇଥାଏ ନା ସ୍ୱଥଲିନ୍ କପ୍ ହେଲା। ତ ଏଇଟା ମନେ ରଖିବେ, ସ୍ୱଥଲିନ୍ କପ୍ଟା ଓମେନ୍ ମାନଙ୍କ ପାଇଁ, ଆଉ ଟ୍ରାଭାନକୋର କପ୍ଟା ହେଉଛି ମେନ୍ ମାନଙ୍କ ପାଇଁ। ଆଉ ହେଉଛି ଜୁନିୟର ମାନଙ୍କର କ'ଣ ରହିଲା, ଆଉ ଯେଉଁ ଓଲ୍ଡେଷ୍ଟ କୋଉଟା ଟିଟିର, ଏଇଟା ମନେ ରଖିବେ। ତ ଏ ହେଲା କପ୍ ଆଉ ଟ୍ରଫି ଗଲା। ଦେନ୍ ଦେଖିବା ଡାଇମେନସନ୍, ଯେଉଁଟାକି କ୍ୱେଶ୍ଚନରେ ଆସିଥିଲା ହେଲା, ଯେଉଁଟାକି କ୍ୱେଶ୍ଚନରେ ଆସିଥିଲା। ତ ଦେଖନ୍ତୁ ଟେବୁଲ୍ର ଆମେ ଡାଇମେନସନ୍ ଆগে ଜାଣିନେବା। ଟେବୁଲ୍ର ଲେନ୍ଥଟା କେତେ ହେଇଥାଏ ନା 9 ଫିଟ୍ ହେଇଥାଏ। କେତେ 9 ଫିଟ୍, ମାନେ ଏଇଟା ଏଇ ଡିଷ୍ଟାନ୍ସଟା 9 ଫିଟ୍ ହେଇଥାଏ ହେଲା। ତ ଏଇଟା ଦେଖନ୍ତୁ ଆମର ଫିଟ୍ରେ ବି ଦେଇଦେବ ଆଉ ମିଟରରେ ବି ଦେଇଦେବ। ତ ଦୁଇଟା ଯାକ ମନେ ରଖିବେ, ଯେଉଁଟାକି ମିଟର ହେଉଛି କେତେ 2.74 ମିଟର, ଯେଉଁଟାକି ଆପଣ ଦେଖନ୍ତୁ ଗୋଟେ ମିଟର ସମାନ, ମନେ ରଖିବେ ଗୋଟେ ମିଟର ସମାନ କେତେ ହେଇଥାଏ ନା ହେଲା, କେତେ ହେଇଥାଏ ନା 3.28 ଫିଟ୍ ହେଇଥାଏ। ତ ସେଇ ହିସାବରେ ଆପଣ କାଲକୁଲେଟ୍ କରିବେ ହେଲା। ଦେନ୍ ଦେଖନ୍ତୁ ଆମର ୱିଥ୍ ରହିବ ଯେଉଁଟା କେଉଁଟା ଏଇଟା ୱିଥ୍ଟା ରହିବ ହେଲା। ଏ ଯେଉଁ ୱିଥ୍ଟା ରହିବ ଏଇଟା କେତେ ହେଇଥାଏ ନା 5 ଫିଟ୍ ହେଇଥାଏ। ମାନେ ଆମର ଲେନ୍ଥ ହେଲା କେତେ 9 ଫିଟ୍ ଆଉ ଏଇଟା ହେଉଛି 5 ଫିଟ୍। ଏବଂ ଆମେ ଯଦି ମିଟରରେ କହିବା ତେବେ ମିଟରରେ କେତେ ହେବ 1.525 ମିଟର। ଆଉ ଆମର ଯେଉଁ କ୍ୱେଶ୍ଚନରେ ଆସିଥିଲା ଯେଉଁଟା ସେଇଟା ଏବେ ଦେଖନ୍ତୁ ହାଇଟ୍ଟା, ଯେଉଁଟାକି ଆମର ଟେବୁଲ୍ ଟେନିସ୍ର ହାଇଟ୍ଟା, ମାନେ ଆମର ଯେଉଁ ଫ୍ଲୋର୍ରୁ ଆମର ଯେଉଁ ରହିଛି ମାନେ ନେଟ୍ ଯାଇ ହାଇଟ୍ଟା କେତେ ରହୁଛି, ସେଟା ହେଉଛି କେତେ 13 ଇଞ୍ଚେସ୍ ଆମର କ୍ୱେଶ୍ଚନରେ ଦେଇଥିଲା। ଠିକ୍ ଅଛି। ତ ଆପଣ ଏଇଟା ବି ମନେ ରଖିବେ, ସିଏମ୍ରେ ବି ମନେ ରଖିବେ ଆଉ ଫିଟ୍ରେ ବି ମନେ ରଖିବେ। ସିଏମ୍ରେ ହେଇଯିବ କେତେ 76 ସିଏମ୍। ତ ଏଇଟା ଦେଖନ୍ତୁ ଆମର 1 ଇଞ୍ଚେସ୍ ସମାନ କେତେ ହେଇଯିବ ନା କେତେ ସିଏମ୍ ହେଇଯିବ ନା 2.54 ସିଏମ୍ ହେଇଥାଏ। ତ ସେଇ ହିସାବରେ ଆପଣ କାଲକୁଲେଟ୍ କରିବେ। ଆଉ ଫିଟ୍ରେ ହେଇଯିବ 2.6 ଫିଟ୍ ହେଲା। ତ ଏଇଟା ଆମେ ଜାଣିଗଲେ କ'ଣ ନା ଆମର ଲେନ୍ଥ ହେଇଯିବ 9 ଫିଟ୍ ହେଲା, ୱିଥ୍ ହେଇଯିବ 5 ଫିଟ୍ ଆଉ ହାଇଟ୍ଟା ହେଇଯିବ କେତେ 76 ସିଏମ୍ ବା 2.6 ଫିଟ୍, ନହେଲେ ଆମେ 13 ଇଞ୍ଚେସ୍ ବୋଲି କହିଥାଉ ହାଇଟ୍ଟା। ଠିକ୍ ଅଛି। ଦେନ୍ ଟେବୁଲ୍ ଟେନିସ୍ ସାଇଡ୍ ଲାଇନ୍ ୱିଥ୍ଟା, ଏଇ ଯେଉଁ ଆପଣ ହ୍ୱାଇଟ୍ ଦେଖୁଛନ୍ତି ସାଇଡ୍ ଲାଇନ୍ ଗାଇ ଯେଉଁ ହ୍ୱାଇଟ୍ର ଲାଇନ୍ ବୋଲ୍ଟ ଗୁଡ଼ା ପଡ଼ିଛି, ତାର ୱିଥ୍ଟା କେତେ ହେଇଥାଏ ନା 2 ସିଏମ୍ ହେଇଥାଏ। 2 ସିଏମ୍ ହୋଇଥାଏ। ସେଇଭଳିଆ ଆମର ଯେଉଁ ସେଣ୍ଟରରେ ଯେଉଁ ଲାଇନ୍ଟା ଯାଇଛି ସେଇଟା କେତେ ମୋଟେଇଟା ହେଇଥାଏ ନା ସେଟାର ମୋଟେଇ ହେଇଥାଏ 3 mm, ଯେଉଁଟାକି ଆମେ ଜାଣିଛୁ କେତେ 1 ସିଏମ୍ ଇକ୍ୱାଲ୍ ଟୁ କେତେ 10 mm। ତ ସେଇ ହିସାବରେ କାଲକୁଲେଟ୍ କରିବେ। ଯଦି MMରେ ଏଇଠି 3 mm ଦେଇଛି, ଯଦି ସିଏମ୍ରେ ପଚାରିଥିବ କେତେ ଏଇଠି ଆମର କେତେ ହେବ, ତ ସେଇ ହିସାବରେ ଆପଣ କାଲକୁଲେଟ୍ କରିବେ। ଠିକ୍ ଅଛି। ଯେମିତି ଦେଖନ୍ତୁ ଇଏ ଗଲା ଟେବୁଲ୍ର ହେଲା। ଦେନ୍ ଆମେ ଦେଖିବା ଏବେ ନେଟ୍ର ହେଲା, ନେଟ୍ର। ଠିକ୍ ଅଛି। ଆମେ ନେଟ୍ର ଡାଇମେନସନ୍ ଦେଖିବା। ତ ନେଟ୍ର ଲେନ୍ଥଟା ହେବ କେତେ, ଏଇଟା ହେବ କେତେ ନା ଏଇଟା ଟୋଟାଲ୍ ହେଇଯିବ 6 ଫିଟ୍ ହେଲା। 6 ଫିଟ୍, ନହେଲେ ଆମେ ମିଟରରେ ଯଦି କହିବା ତେବେ 1.83 ମିଟର ହେଇଯିବ। ଏବଂ ହାଇଟ୍ଟା ମାନେ ଏଇ ଯେଉଁ ଟେବୁଲ୍ ୟାର ହାଇଟ୍ଟା କେତେ ହେଇଯିବ ନା 15.25 ସିଏମ୍ ନହେଲେ 6 ଇଞ୍ଚେସ୍। ତ ଏଇଟା ବି ମନେ ରଖିବେ ଯେ ନେଟ୍ର ଲେନ୍ଥଟା କେତେ ରହିବ ହେଲା। ଏମିତି ହେଲେ ଟେବୁଲ୍ ୱିଥ୍ଟା କେତେ ରହୁଛି 5 ଫିଟ୍ ରହୁଛି, କିନ୍ତୁ ଯେତେବେଳେ ନେଟ୍ର ଫୁଲ୍ ଲେନ୍ଥଟା ପଚାରିବ ସେତେବେଳେ 6 ଫିଟ୍ ହେଇଯିବ ଆଉ ଉଚ୍ଚତା ହେଇଯିବ 15.25 ସିଏମ୍ ନହେଲେ 6 ଇଞ୍ଚେସ୍ ହେଲା। ତ ନେଟ୍ ବିଷୟରେ ଜାଣିଲୁ। ଦେନ୍ ନେକ୍ସଟ ଦେଖନ୍ତୁ ହେଉଛି ବଲ୍ ହେଲା, ବଲ୍ଟା ହେଲା। ତ ବଲ୍ଟା ଦେଖନ୍ତୁ ଏବେ ଆପଣ ମନେ ରଖୁଥିବେ ବଲ୍ର ୱେଟ୍ଟା ଯଦି ପଚାରିଥିବ ଗ୍ରାମ୍ରେ ପଚାରିଥିବ, ନହେଲେ ମ୍ୟାକ୍ସିମମ୍ ଟାଇମ୍ ଏବେ ଅଉନ୍ସରେ ପଚାରୁଛି ହେଲା, ଅଉନ୍ସରେ। ତ ଅଉନ୍ସରେ ବି ଆମକୁ ନଲେଜ୍ ଥିବା ଦରକାର ଯେ କେତେ କ'ଣ ବୋଲି। ଠିକ୍ ଅଛି। ତ ଦେଖନ୍ତୁ ଆମର ଯେଉଁ ବଲ୍ର ପ୍ରଥମ ୱେଟ୍ କେତେ ରହୁଛି ନା 2.7 ଗ୍ରାମ୍ ବା 0.095 OG ମାନେ ଅଉନ୍ସ ହେଲା, ଅଉନ୍ସ ହେଲା। ତ ଆମକୁ ଜାଣି ନେବାର ଅଛି ହେଲା ଆମର 1 ଅଉନ୍ସ ସମାନ କେତେ ଗ୍ରାମ୍ ହେବ। ତ ଏଇଠି ମନେ ରଖିବେ 1 ଅଉନ୍ସ ସମାନ କେତେ ଗ୍ରାମ୍ ହେବ ନା
28.35 ग्राम हम ठीक अच्छे 1 ounce समान के 28.385 ग्राम हम तो से हिसाब से आप कैलकुलेट करेंगे है कहीं ओन्स ही एवं मैक्सिमम टाइम पचारूँ है जोटा कि आम बॉल ये वेटा के ना 2.7 ग्राम हो गला 0.095 ounce है एंड डायमीटरटा के रोचे ना 40 mm रोचे 4 cm रोचे ना आमर ये 1.5 के इंचेस हम है डायमीटरटा मैंने कौन ये जो यहाँ गोलटा ना गोल ये बिंदु थो बिंदु यहीटा डिस्टेंसटा यहाँ के यहाँ के आमर 4 cm बा 40 mm बा आम कहीपर 1.57 इंचेस जोटा कि आमर 2000 मसीह या प्रॉपर फिक्स करागला जे बॉलर आमर जो डायमीटरटा के ना 4 cm ठीक अच्छे एवं यार कलर कथा कहवा जदि आम कौ कलर खेला जाए गोटे हूँ ऑरेंज रे खेला जाए है ना व्हाइट रे खेला यार मैट फिनिश हो बुझीगल मैट फिनिश हो तो ये सब जिन मन रखिए देन देखो बॉल गला डायमेंशन देन आम देखा आम जो जो राकेट बा पेडल बा बैट कहूँ है तो ये देखो राकेट पेडल्स बा हूँ बैट है तो ये जो राकेट्स पेडल और बैट कथा कहले ये जोटा को यहाँ को आम कही था टेबल टेनिस है राकेट भी कहीपर पेडल्स भी कहीपर आउ बैट भी कहीपर तो प्रथम जो दूसरी राकेट विथ है राकेट्र विथटा के आम जो मोटेटा के 4 mm रहा लेंथ के लेंथ माने कौन बुझुंट ये जो फुल लेंथटा यू एतकीटा है यार लेंथ के 24 रु 26 cm रही ब्लेड केवल ब्लेडटा ब्लेड कहले आम कौटा बुझा ब्लेड कहले यहीटा है हैंडलटा को छाड़देला जो रहा यहाँ है हैंडलटा को आम जो छाड़देव यहाँ जो छाड़देव तेज जो ब्लेड्र लेंथटा हम 17 cm है देन विथटा के विथटा हम यहाँ है विथटा कौटा यहाँ हम है विथटा के ना यहाँ हम 15 cm यहाँ देखिए 15 cm देन स्पंजर थिकनेस आप जानते स्पंज लगी था ठीक अच्छे तो ये स्पंजर थिकनेसटा के हम 1.5 रु 2.5 mm भितर हम ठीक अच्छे देन ये जो रही आमर राकेटा राकेट्र जो जो रबर लगी था गोटे साइडटा आम ब्लैक कलर होता है ब्लैक कलर होता है आ गोटे साइडटा रेड कलर होता है यहाँ भी मन रखिए ठीक अच्छे आउ हैंडल लेंथ एवं हैंडल लेंथ के हम ना ये जो हैंडल लेंथटा यहाँ 10 cm बा 9.6 cm हम आप मैक्सिमम मन रखिए 10 cm बोली देन हैंडल विथ हैंडल मोटेटा के ना 3 cm है देन टोटाल आमर जो राकेट्र ओजनटा के हम 70 रु 100 ग्राम बा आम ओज्रे जदि मैंने अनस परिणत करवा तेज 2.47 हम ना 2.530 अनस हम है देन यहाँ कौन वुडेन राकेट हो वुडेन और रबर लैमिनेटेड सरफेस थो माने कौन ये जो हैंडल तार वुडेन रे होता है और ये जो रहा ये रबर रे तैयारी होता है तो यहाँ सब मेजरमेंट आप मन रखिए ठीक अच्छे केते थिकनेस रोचे टोटाल केते डिस्टेंस रोचे केते माने आमर जो रबर रही है कलरटा कौ भाया ठीक अच्छे कौ भाया रही ये आप मन रखिए है यहाँ हूँ पेडलर गला देन देखो स्कोरिंग सिस्टम केमती रही है स्कोरिंग सिस्टमटा केमती रही है देखो आमर केतोटी सेट होता है पुओ मानकर 5 रु 7टा सेट होता है मैक्सिमम 5 सेट होता है 5 सेट्रे डिसाइड हुए 5 सेट्रु जो 3टी सेट जीतला से विनर है से भाई झील मानकर 3टी सेट्रे डिसाइड होता है एवं जमती कि आमर कौन रहा बैडमिंटन खेल 21 पॉइंट विन होमती टीटी 11 पॉइंट विनर होता है आउ जितकी सब राकेट गेम जानते आमर 2 पॉइंट लीड्रे ही आप जीति पारे है तो 11 पॉइंट्स थाए आमर कौन जदि जड़े 11 पॉइंट्स कर दूसरी और 2टा पॉइंट लीड्रे रोचे तेबे सी गोटे सेट जीतुचे ठीक है स्कोरिंग सिस्टमटा कौन जानीगले 5टी सेट विशिष्ट होता है जो कि 11 पॉइंट्स रे विनर घोषित होता ठीक अच्छे जी 5टा 3टा जीति सब विन कर आउ पुओ मैंने 5टा ना 6टा कौटी कौटी होता है ना 3 सेट विशिष्ट होता है स्कोरिंग जानीगले देन आम ऑफिशियल देखा केते कौन था ठीक अच्छे ऑफिशियल इंपोर्टेंट है तो देखो नंबर ऑफ ऑफिशिएटिंग डिपेंड्स ऑन द लेवल ऑफ कंपटीशन तो जो ऑफिशियल जिनसा आप देखुए एमती नॉर्मल भी आप देखुए लोकल लेवल बा नेशनल लेवल जी ऑफिशियल दरकार माने दरकार ताठू माने मेन जो जो हाई लेवल कंपटीशन जमती ओलंपिक हो जाऊँगी एशियन गेम हो कॉमनवेल्थ गेम हो हाई लेवल कंपटीशन रे ऑफिशिएटिंग से हिसाब रे माने जो ऑर्गेनाइजेशन कमिटी थाए सी आनी था ठीक अच्छे तो स्टैंडर्ड ऑफिशिएटिंग मेजर मैचेस रे मुख्यतः 5 जन ऑफिशियल था है
जोटाकि अंपायर जे चेयर बसिकी थाए सब ओवरऑल सब जिन देखु थाए ठीक अच्छे। ଆଉ ଜଣେ ଥାନ୍ତି ଆସିଷ୍ଟାଣ୍ଟ ଏମ୍ପାୟାର ଯିଏକି କେବଳ ସର୍ଭିସ୍ ଜଜ୍ କରେ ଯେ ସେ ଲିଗାଲ୍ ସର୍ଭିସ୍ କରୁଛି କି ନାହିଁ ହେଲା ସେସବୁ ଜିନିଷ ସେ ଜଜ୍ କରିଥାଏ। ଦେନ୍ ହେଉଛି ଏଠି ଷ୍ଟୋର କିପର ହେଇଯାଇଛି ଏଠି ସ୍କୋର ହେବ ସ୍କୋର କିପର ହେଲା ସ୍କୋର ଯେ ସ୍କୋରକୁ ଅପଡେଟ୍ କରୁଥାଏ ଯେ କେଉଁ ଟିମ୍ର କେତେ ସ୍କୋର ହେଲା ବୋଲି ଠିକ୍ ହେଲା ସ୍କୋର କିପର। ଆଉ ଜଣେ ଥିବ ରେଫରି ଆଉ ଜଣେ ଯଦି ଭିଡ଼ିଓ ରିଭ୍ୟୁ ଅଫିସିଆଲ ଭିଡ଼ିଓ ରିଭ୍ୟୁ ଅଫିସିଆଲ ତ ଏଇଭଳିଆ 5 ଜଣ ଅଫିସିଆଲ ଥାନ୍ତି ଆମର ମେଜର ମ୍ୟାଚେସ୍ ଗୁଡ଼ିକରେ। ଆଉ ନହେଲେ ଯେତିକି ସବୁ ନ୍ୟାସନାଲ୍ ଗେମ୍ ଗୁଡ଼ିକରେ 2 ଜଣରେ ବି ହେଇପାରିବ ଯେଉଁଟାକି ଡିପେଣ୍ଡ କରେ ସେ ଯେଉଁ ନ୍ୟାସନାଲ୍ ଗେମ୍ ଯିଏ ଅର୍ଗାନାଇଜ୍ କରୁଛି ସେ କେତୋଟି ରଖିପାରିବ କିନ୍ତୁ ମେଜର ମ୍ୟାଚ୍ରେ ମନେ ରଖିବେ 5 ଜଣ ଥାନ୍ତି ଠିକ୍ ଅଛି। ଦେନ୍ ହେଉଛି ଷ୍ଟ୍ରୋକ୍ ମାନେ ଟେକ୍ନିକ୍ ଗୁଡ଼ିକ ଯେଉଁଟାକି କ୍ୱେଶ୍ଚନ୍ରେ ଆପଣ ଆସିଥିଲା ମନେ ରଖିଥିବେ ହେଲା। ତ ଯେମିତି କ୍ରିକେଟର କିଛି ଟେକ୍ନିକ୍ ଅଛି ଷ୍ଟ୍ରୋକ୍ ଅଛି ତ ଦେଖନ୍ତୁ ମୁଖ୍ୟତଃ ଆମର ଯେଉଁ ରହିଛି ରାକେଟ୍ ଗେମ୍ ଗୁଡ଼ିକରେ ଗୋଟେ ଥାଏ କ'ଣ ଗୋଟେ ଅଫେନ୍ସିଭ୍ ଷ୍ଟ୍ରୋକ୍ ଥିବ ନହେଲେ ଡିଫେନ୍ସିଭ୍ ଷ୍ଟ୍ରୋକ୍ ଥିବ ସେଭଳିଆ ଟେବୁଲ୍ ଟେନିସ୍ରେ ଅଛି ଅଫେନ୍ସିଭ୍ ଷ୍ଟ୍ରୋକ୍ ଗୋଟେ ଅଛି ଗୋଟେ ହେଉଛି ଡିଫେନ୍ସିଭ୍ ଷ୍ଟ୍ରୋକ୍। ଅଫେନ୍ସିଭ୍ ଷ୍ଟ୍ରୋକ୍ ମାନେ ଆଟାକିଂ ଷ୍ଟ୍ରୋକ୍ ଆଉ ଗୋଟେ ହେଉଛି ଡିଫେନ୍ସିଭ୍ ମାନେ ଡିଫେନ୍ସିଭ୍ ଷ୍ଟ୍ରୋକ୍। ତ ଏଇ ଯେଉଁ ଷ୍ଟ୍ରୋକ୍ ଗୁଡ଼ିକ ରହିଛି ପୁଣି ଅଫେନ୍ସିଭ୍ ଷ୍ଟ୍ରୋକ୍ରେ ଆମର 5ଟି ଜିନିଷ ଯାଇଥାଏ ଗୋଟେ ହେଉଛି ହିଟ୍ ଲୁପ୍ କାଉଣ୍ଟର ହିଟ୍ ଫ୍ଲିପ୍ ଆଉ କ'ଣ ସ୍ମାସ୍ ହେଲା। ଏ ଯେଉଁ ଫ୍ଲିପ୍ ଜିନିଷଟା ରହିଲା ଯେଉଁଟାକି କ୍ୱେଶ୍ଚନ୍ରେ ଆସିଥିଲା ଫ୍ଲିପ୍ କହିପାରିବା ବା ଫ୍ଲିକ୍ କହିପାରିବା ଠିକ୍ ଅଛି। ଦେନ୍ ସେଇଭଳିଆ ଆମର ଡିଫେନ୍ସିଭ୍ ଷ୍ଟ୍ରୋକ୍ରେ କେଉଁ ଯାଇଥାଏ ପୁସ୍ ଯାଇଥାଏ ଚପ୍ ଯାଇଥାଏ ବ୍ଲକ୍ ଯାଇଥାଏ ଆଉ ଲବ୍ ଯାଇଥାଏ। ତ ଏଗୁଡ଼ିକ ମନେ ରଖିବେ ହେଲା ଏଗୁଡ଼ିକ ମନେ ରଖିଲେ ହିଁ ଯଦି ଟେକ୍ନିକ୍ ପଚାରିଥିବ ଯେ ଟିଟିରେ ହିଟ୍ରେ ଇ ହିଟ୍ ଯେଉଁ ଟେକ୍ନିକ୍ଟା ସେଇଟା କେଉଁ ଟେବୁଲ୍ ଟେନିସ୍ରେ ଯାଉଛି କି ନାହିଁ ଲୁପ୍ଟା ଯାଉଛି କି ନାହିଁ କାଉଣ୍ଟର ହିଟ୍ଟା ଯାଉଛି କି ନାହିଁ ଯେଉଁଟାକି ଆମର ଏଇ ଯେଉଁ ଫ୍ଲିପ୍ ଜିନିଷଟା ବା ଫ୍ଲିକ୍ ଜିନିଷଟା ଆମର କ୍ୱେଶ୍ଚନ୍ରେ ପଚାରିଥିଲା। ତ ମନେ ରଖିବେ ଷ୍ଟ୍ରୋକ୍ ଆମର ଟେବୁଲ୍ ଟେନିସ୍ର 2 ପ୍ରକାର ହେଇଥାଏ ଗୋଟେ ହେଉଛି ଅଫେନ୍ସିଭ୍ ଆଉ ଗୋଟେ ଡିଫେନ୍ସିଭ୍। ଆଉ ଅଫେନ୍ସିଭ୍ରେ କେଉଁମାନେ ଯାଉଛନ୍ତି ଆଉ ଡିଫେନ୍ସିଭ୍ରେ କେଉଁମାନେ ଯାଉଛନ୍ତି ହେଲା ସେଇଟା ବି ମନେ ରଖିବେ ଠିକ୍ ଅଛି। ଦେନ୍ ଦେଖନ୍ତୁ ଆମେ ଏବେ ଗ୍ରିପ୍ ବିଷୟରେ ଆଲୋଚନା କରିବା ମାନେ କେଉଁ ଭଳିଆ ଆପଣ ଯେଉଁ ରହିଛି ରାକେଟ୍ଟାକୁ ଧରିବେ। ତ ଦେଖନ୍ତୁ ଆମର ଟେବୁଲ୍ ଟେନିସ୍ର ମୁଖ୍ୟତଃ 2 ପ୍ରକାର ଗ୍ରିପ୍ ଥାଏ ଗୋଟେ ହେଉଛି କ'ଣ ଗୋଟେ ହେଉଛି ସେକେଣ୍ଡ ଗ୍ରିପ୍ ଆଉ ଗୋଟେ ହେଉଛି ପେନ୍ ହୋଲ୍ ଗ୍ରିପ୍ ହେଲା ସେକେଣ୍ଡ ଗ୍ରିପ୍ ଆଉ ପେନ୍ ହୋଲ୍ ଗ୍ରିପ୍ ହେଲା। ତ ପ୍ରଥମେ ଆମେ ଦେଖିଦେବା ପେନ୍ ହୋଲ୍ ଗ୍ରିପ୍ଟା କ'ଣ ଦେଖନ୍ତୁ ପେନ୍ଟାକୁ ଆପଣ ଯେମିତି ଧରିଥାନ୍ତି ହେଲା ପେନ୍ଟାକୁ ଆପଣ ଯେମିତି ଧରିଥାନ୍ତି ଏଇଭଳିଆ ଏଇଟା ହେଇଯିବ ପେନ୍ ହୋଲ୍ ଗ୍ରିପ୍ ଠିକ୍ ଅଛି ହେଲା। ପେନ୍କୁ ଆମର ଯେମିତି ଧରନ୍ତି ସେଇଭଳିଆ ଧରିକି ଆପଣ ଧରିକି ରାକେଟ୍ଟାକୁ ଖେଳିବେ। ଦେନ୍ ହେଉଛି ଆମର ଯେଉଁ ସେକେଣ୍ଡ ଗ୍ରିପ୍ ରହିଲା ତାକୁ ଆମେ 2 ଭାଗରେ ବିଭକ୍ତ କରିଥାଉ ହେଲା 2 ଭାଗରେ ଏଠି ଦେଖିପାରୁଥିବେ 2 ଭାଗରେ ବିଭକ୍ତ କରାହେଇଛି ଗୋଟେ ହେଉଛି କ'ଣ ଫୋରହ୍ୟାଣ୍ଡ ଗ୍ରିପ୍ ଆଉ ଗୋଟେ ହେଉଛି ବ୍ୟାକ୍ ହ୍ୟାଣ୍ଡ ଗ୍ରିପ୍। ଫୋରହ୍ୟାଣ୍ଡ ଗ୍ରିପ୍ ଏଇଟା ହେଉଛି ଫୋରହ୍ୟାଣ୍ଡ ଗ୍ରିପ୍ର ଆମର ଯେଉଁ ରାକେଟ୍ଟା ରହିଛି ଏଭଳିଆ ଆପଣ ଧରିବେ ହେଲା ଫୋରହ୍ୟାଣ୍ଡ ଗ୍ରିପ୍। ଆଉ ବ୍ୟାକ୍ ହ୍ୟାଣ୍ଡ ଗ୍ରିପ୍ରେ ଏଇଟା ଦେଖିପାରୁଥିବେ ଆମର ଇଣ୍ଡେକ୍ସ ଫିଙ୍ଗରଟା କେମିତି ଫ୍ରଣ୍ଟକୁ ହେଇକି ରହିଛି। ଆଉ ମୁଖ୍ୟତଃ ଏଇ ଯେଉଁ ଫୋରହ୍ୟାଣ୍ଡ ଗ୍ରିପ୍ଟା ଆମେ କେତେବେଳେ ୟୁଜ୍ କରୁ ଯେତେବେଳେ ଆମେ ଆଟାକିଂ ଖେଳୁଥାଉ ବା ଅଫେନ୍ସିଭ୍ ଷ୍ଟ୍ରୋକ୍ ଖେଳିଥାଉ ସେତେବେଳେ ଆମେ ଫୋରହ୍ୟାଣ୍ଡ ଗ୍ରିପ୍ର ୟୁଜ୍ କରିଥାଉ। ଆଉ ଯେଉଁ ରହିଲା ବ୍ୟାକ୍ ହ୍ୟାଣ୍ଡ ଗ୍ରିପ୍ଟା ଆମେ କେତେବେଳେ ୟୁଜ୍ କରିଥାଉ ନା ଆମେ ଯେତେବେଳେ ଡିଫେନ୍ସିଭ୍ ଖେଳୁଥାଉ ଠିକ୍ ଅଛି ଡିଫେନ୍ସିଭ୍ ଖେଳୁଥାଉ ବା ଯେଉଁ ସବୁ ଡିଫେନ୍ସିଭ୍ ଷ୍ଟ୍ରୋକ୍ ଭିତରେ ଯେଉଁ ସବୁ ଟେକ୍ନିକ୍ ଗୁଡ଼ିକ ଖେଳୁଥାଉ ସେଇଗୁଡ଼ିକ ଥାଏ। ଆଉ ଗୋଟେ ମନେ ରଖିବେ ଯେତେବେଳେ ଆମର ଫୋରହ୍ୟାଣ୍ଡ ଗ୍ରିପ୍ ଧରୁଛନ୍ତି ନା ଏଇଟା ହ୍ୟାଣ୍ଡସେକ୍ ଟାଇପ୍ର ଧରିଥାନ୍ତି ହେଲା। ତ ଏଇ ଯେଉଁ ଫୋରହ୍ୟାଣ୍ଡ ଗ୍ରିପ୍ ଯେତେବେଳେ ଆପଣ ଧରୁଛନ୍ତି ସେଇଟା ଆପଣ ସବୁବେଳେ ରାଇଟ୍ ଆଡ଼ୁ ଆପଣ ହିଟ୍ କରିବେ ଏଠି ଦେଖିପାରୁଥିବେ ରାଇଟ୍ ସାଇଡ଼୍ରୁ ସେ ହିଟ୍ କରୁଛି କିନ୍ତୁ ଯେତେବେଳେ ଆପଣ ବ୍ୟାକ୍ହ୍ୟାଣ୍ଡ ଖେଳିବେ ବ୍ୟାକ୍ହ୍ୟାଣ୍ଡ ଖେଳିଲା ବେଳକୁ ଆପଣ ଲେଫ୍ଟ ସାଇଡ଼୍ରୁ ଆପଣଙ୍କର ବଡ଼ିର ଲେଫ୍ଟ ସାଇଡ଼୍ରୁ ହିଟ୍ କରିବେ ଏଇଭଳିଆ ମନେ ରଖିବେ ଠିକ୍ ଅଛି। ତ ଗ୍ରିପ୍ ବିଷୟରେ ବି ଆଲୋଚନା ହେଇଗଲା ହେଲା ଷ୍ଟ୍ରୋକ୍ କେତେ ପ୍ରକାର ଆଲୋଚନା ହେଇଗଲା ଷ୍ଟ୍ରୋକ୍ କେତେ ପ୍ରକାରର ଆଲୋଚନା ହେଇଗଲା ଗ୍ରିପ୍ କେତେ ପ୍ରକାର ଆଲୋଚନା ହେଇଗଲା ଠିକ୍ ଅଛି। ଦେନ୍ ଦେଖନ୍ତୁ କିଛି ଫେମସ୍ ନାମ ହେଲା ଫେମସ୍ ନାମ ଗୁଡ଼ିକ ଏବେ ଆମେ ଦେଖିବା ହେଲା। ତ ଦେଖନ୍ତୁ ଏ ଯେଉଁ ଫେମସ୍ ନାମ ଭିତରେ ଆମର ଇଣ୍ଡିଆରେ ଯାଉଛନ୍ତି ଶରତ କମଲ ମନିକା ବାତ୍ରା ଶ୍ରୀଜା କୋଲା ହେଲା ଏଗୁଡ଼ିକ ରିସେଣ୍ଟ ଯେଉଁ ଆମର ପ୍ୟାରିସ୍ ଅଲିମ୍ପିକ୍ ହେଇଥିଲା ଇଣ୍ଡିଆ ତରଫରୁ ଖେଳିବା ପାଇଁ ଯାଇଥିଲା ସେଇଠୁ ମେନ୍ ହେଉଛି ଆମର ଶରତ କମଲକୁ ମନେ ରଖିବେ ହେଲା। ଶରତ କମଲ ଇଣ୍ଡିଆର ଫେମସ୍ ନାମ ହେଉଛି ଟିଟିରେ ଶରତ କମଲ ଯିଏକି କ'ଣ ସିଏ ଆମର ଯେଉଁ ରହିଛି ପଦ୍ମଶ୍ରୀ ଆୱାର୍ଡ଼ ପାଇଥିଲା ଯେଉଁଟାକି ଆମର କ'ଣ ସିଭିଲିଆନ୍ ଆୱାର୍ଡ଼ ଭାରତରେ ଦିଆଯାଉଥିବା ସିଭିଲିଆନ୍ ଆୱାର୍ଡ଼ ଯେଉଁଟାକି ଆମର ର୍ୟାଙ୍କ ହିସାବରେ 4 ନମ୍ବର ସ୍ଥାନରେ ଯେଉଁଟା ଥାଏ ହେଲା 4 ନମ୍ବର ର୍ୟାଙ୍କରେ ଯେଉଁ ସିଭିଲିଆନ୍ ଆୱାର୍ଡ଼ଟା ରହିଛି ସେଇଟା ଯେଉଁ ପଦ୍ମଶ୍ରୀ ଆୱାର୍ଡ଼ ପାଇସାରିଛନ୍ତି ତା ସହିତ ଆମ ଖେଳରେ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ଯେଉଁଟାକି ଖେଳରତ୍ନ ଆୱାର୍ଡ଼ ଯେଉଁଟାକି ଆମର ପୂର୍ବରୁ କ'ଣ ଥିଲା ରାଜୀବ ଗାନ୍ଧୀ ଖେଳରତ୍ନ ଆୱାର୍ଡ଼ ଥିଲା ସେଇଟା ଚେଞ୍ଜ କରାଯାଇକି କ'ଣ ରଖାଗଲା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଆୱାର୍ଡ଼ ରଖାଗଲା। ତ ସେଇ ଆୱାର୍ଡ଼ ବି ସେ ପାଇଛନ୍ତି ନା କେଉଁ ମସିହାରେ ପାଇଥିଲେ ନା 2022ରେ ପାଇଥିଲେ ଏଗୁଡ଼ିକ ବି ମନେ ରଖିବେ ଠିକ୍ ଅଛି। ସେଇଭଳିଆ ଏ ପଦ୍ମଶ୍ରୀ ପାଇଲେ ତା ସହିତ ଖେଳରତ୍ନ ଆୱାର୍ଡ଼ ବି ପାଇଛନ୍ତି ହେଲା। ଦେନ୍ ଆମର ମନିକା ବାତ୍ରା ଯିଏ ଥିଲେ ଏଇ ଯେଉଁ ରିସେଣ୍ଟ ପ୍ୟାରିସ୍ ଅଲିମ୍ପିକ୍ ଗେମ୍ ହେଇଥିଲା ସିଏ ହେଉଛନ୍ତି ମହିଳା ବିଭାଗରେ ପ୍ରଥମ ମହିଳା ହେଇଯାଇଛନ୍ତି ଯିଏକି ଆମର ପ୍ରି କ୍ୱାର୍ଟରକୁ କ୍ୱାଲିଫାଇ କରିଥିଲେ ଅଲିମ୍ପିକ୍ରେ। ୟା ପୂର୍ବରୁ ଯେକୌଣସି ମାନେ ଯିଏ ବି ମହିଳା ଆମର ଟିଟିରେ ଭାଗ ନେଇଥିଲେ ସେ
ପ୍ରି କ୍ୱାର୍ଟର ଯାଏଁ ଯାଇନଥିଲେ, କିନ୍ତୁ ଇଏ କହୁଛନ୍ତି ମନିକା ବତ୍ରା ହେଉଛନ୍ତି ପ୍ରଥମ ମହିଳା ଟେନିସ୍ ଖେଳାଳି ଭାରତର ଯିଏକି ପ୍ରି କ୍ୱାର୍ଟର ଫାଇନାଲ୍ସକୁ ପହଞ୍ଚିଥିଲେ। ଏଗୁଡ଼ିକ କ୍ୱେଶ୍ଚନ୍ ରିସେଣ୍ଟ ଯେହେତୁ ଅଲିମ୍ପିକ୍ ହେଇଛି ଆସିବାର ସମ୍ଭାବନା ଅଛି, ସେଇପାଇଁ ଆପଣଙ୍କୁ ଇନଫର୍ମେସନ୍ ଦେଉଛି। ଏବଂ ତା ସହିତ ଇଏ ଯେମିତି ଆମର ପୁରୁଷ ବିଭାଗରେ ମାନେ ଖେଳରତ୍ନ ଯେଉଁଟାକି ଆମର ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଆୱାର୍ଡ଼ ପାଇଥିଲେ, ସେଇଭଳିଆ ମନିକା ବାତ୍ରା ବି ଆମର 2020ରେ କେବେ ନା 2020ରେ ଆମର ଖେଳରତ୍ନ ଆୱାର୍ଡ଼ ଯେଉଁଟାକି ହାଏଷ୍ଟ ଆମର ସ୍ପୋର୍ଟିଂ ଆୱାର୍ଡ଼ ଇଣ୍ଡିଆର ତାହା ପାଇଥିଲେ। ଯେଉଁଟାକି ଆପଣ କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାଇବେ ଯେଉଁ ରାଜୀବ ଗାନ୍ଧୀ ଖେଳରତ୍ନ ଆୱାର୍ଡ଼ ଯେଉଁଟାକି ଆଉ ଚେଞ୍ଜ ହେଇକି ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଆୱାର୍ଡ଼ ହେଇଛି, ଯେଉଁମାନେ ପାଆନ୍ତି ତାଙ୍କୁ କେତେ ପ୍ରାଇଜ୍ ମନି ସ୍ୱରୂପ କେତେ ଦିଆଯାଇଥାଏ। ତ ସାଙ୍ଗମାନେ ଏ ଯେଉଁ ଆୱାର୍ଡ଼ସ୍ ରିଲେଟେଡ଼୍ ମୁଁ ଅଲରେଡ଼ି ଭିଡ଼ିଓ ବନେଇ ସାରିଛି, ଆମର ସିଭିଲିୟନ୍ ଆୱାର୍ଡ଼ର ବି ବନେଇ ସାରିଛି, ଆଉ ଆମର ସ୍ପୋର୍ଟସରେ ମାନେ ଇଣ୍ଡିଆର ସ୍ପୋର୍ଟସରେ ଦିଆଯାଉଥିବା ଆୱାର୍ଡ଼ ଗୁଡ଼ିକ ବିଷୟରେ ବି ଆପଣଙ୍କ ସହ ମୁଁ ଆଲୋଚନା କରିସାରିଛି। ମାନେ ଭିଡ଼ିଓ ଆପଣ ମୋ ଚ୍ୟାନେଲରେ ପାଇଯିବେ, ତ ସେଠି ଯାଇକି ଦେଖନ୍ତୁ। ଠିକ୍ ଅଛି। ଦେନ୍ ଆଉ ଜଣେ ରହିଲା ଶ୍ରୀ ଜାଉକଲା, ଯିଏକି ଏଥର ଆମର ଅଲିମ୍ପିକ୍ରେ ଇଏ ମଧ୍ୟ ଭାଗ ନେଇଥିଲେ। ଠିକ୍ ଅଛି। ଏଇଟା ହେଉଛନ୍ତି ଆମର ଇଣ୍ଡିଆ ତରଫରୁ ଫେମସ୍ ଫିଗର। ଆହୁରି ବି ବହୁତ ନାମ ଅଛି, କିନ୍ତୁ ଏଇଟା ଏବେ ରିସେଣ୍ଟରେ କ'ଣ ନାଁ ଅଛି ହେଲା। ଆଉ ଗୋଟେ ମନେ ରଖିବେ, ଆଉ ଏଥର ଯେଉଁ ପ୍ୟାରିସ୍ ଅଲିମ୍ପିକ୍ ହେଇଥିଲା, ପ୍ୟାରିସ୍ ଯେଉଁ ଅଲିମ୍ପିକ୍ ହେଇଥିଲା, ଫ୍ଲାଗ୍ ବେରିୟର ଆମର ଯେଉଁ ଓପନିଂ ସେରେମନିରେ ଫ୍ଲାଗ୍ ବେରିୟର ଥିଲେ କିଏ ନା, ଏଇ ଆମର ଶରତ କମଲ ଥିଲେ। କିଏ ଥିଲେ ନା, ଆମର ଏଇ ଶରତ କମଲ ଥିଲେ। କିଏ ନା, ଶରତ କମଲ ଥିଲେ। ଏବଂ ତା ସହିତ କିଏ ଥିଲେ, ସିଏ ହେଉଛନ୍ତି ଆମର ବ୍ୟାଡ଼ମିଣ୍ଟନ ତାରକା ପିଭି ସିନ୍ଧୁ ଥିଲେ। ପିଭି ସିନ୍ଧୁ ଆଉ ଆମର ଶରତ କମଲ ଓପନିଂ ସେରେମନିର ଫ୍ଲାଗ୍ ବେରିୟର ଥିଲେ। ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଆସିବାର ସମ୍ଭାବନା ଅଛି, ଯାହାକି ଆପଣଙ୍କୁ ଦେଲି। ଠିକ୍ ଅଛି। ଦେନ୍ ଦେଖିବା, ଦେଖନ୍ତୁ ଏବେ ଆପଣଙ୍କ ପାଇଁ କ୍ୱେଶ୍ଚନ୍ ରହିବ ହେଲା। ଦେଖନ୍ତୁ ଯେଉଁ ପ୍ରିଭିୟସ୍ ଇୟର୍ ଆର୍ଏସ୍ଟିର ଯେଉଁ କ୍ୱେଶ୍ଚନ୍ ପଡ଼ିଥିଲା ସେଗୁଡ଼ିକୁ ଆପଣଙ୍କୁ କହିଲି, ଏବଂ ଟିଟି ରିଲେଟେଡ଼୍ କିଛି ଥିଓରି ଜିନିଷ ବି ଆପଣଙ୍କୁ କହିଲି ହେଲା, ଯେଉଁଟାକି ଆସିବାର ସମ୍ଭାବନା ଅଛି ଟିଟି ଇଏରୁ ହେଲା। ଏବଂ ଆପଣଙ୍କ ପାଇଁ ଏବେ ହେଉଛି କ୍ୱେଶ୍ଚନ୍ ଯେଉଁଗୁଡ଼ିକ ଆପଣ ଆନ୍ସର୍ ଦେବା ପାଇଁ ଚେଷ୍ଟା କରିବେ। ଯେଉଁଗୁଡ଼ିକ ଆନ୍ସର୍ ଜାଣିଛନ୍ତି କମେଣ୍ଟ ବକ୍ସରେ କମେଣ୍ଟ କରିକି ନିହାତି ଜଣାଇବେ। ଯଦି ଜାଣିନାହାନ୍ତି ତ ମୁଁ ମୋ ଯେଉଁ କ୍ୱେଶ୍ଚନ୍ ଇଏଟା ଆମର ପିଡ଼ିଏଫ୍ଟା ଆମର ଯେଉଁ ଟେଲିଗ୍ରାମ ଚ୍ୟାନେଲ୍ ଅଛି ମୋର, ମୁଁ ସେଇଠି ଦେଇଦେବି। ତ ଆପଣ ଜଲ୍ଦି ଯାଇକି ଜଏନ୍ ହେଇଯିବେ, ଯାହାଫଳରେ କି ଆମର ଆନ୍ସର୍ ପାଇଯିବେ। ଆଉ ଯଦି ଆନ୍ସର୍ ଜାଣିଛନ୍ତି ନିହାତି କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାଇବେ। ଏବେ ଚାଲନ୍ତୁ ସେଇ କ୍ୱେଶ୍ଚନ୍ ସେକ୍ସନ୍କୁ ଯିବା। ଆମର ସେଇ କ୍ୱେଶ୍ଚନ୍ ଗୁଡ଼ିକ ଯିବା ପୂର୍ବରୁ ଆଉ ଗୋଟେ ଜିନିଷ ରହିଯାଇଥିଲା, ଯେଉଁଟାକି ଆପଣଙ୍କୁ କହିବାର ଥିଲା ଯେ ଏକ୍ସପେଡାଇଟ୍ ଯେଉଁ ସିଷ୍ଟମ୍ଟା ଅଛି ସେଇଟା କ'ଣ। ତ ଦେଖନ୍ତୁ, ସିମ୍ପଲ୍ ୱାର୍ଡ଼ରେ ବୁଝିବାକୁ ଗଲେ, ଯେତେବେଳେ ଆପଣ ଟିଟି ଖେଳୁଛନ୍ତି, ଠିକ୍ ଅଛି, ଅପୋନେଣ୍ଟ ଦୁଇଟା ଏରେ ଗୋଟେ ସାଇଡ଼୍ ଖେଳୁଛି, ଜଣେ ବିରେ ଖେଳୁଛି, ଠିକ୍ ଅଛି। ତ ଏଇମାନେ ଯେତେବେଳେ ଖେଳୁଥିବେ 10 ମିନିଟ୍ ପାରେଇ ଯିବ ହେଲା। 10 ମିନିଟ୍ ପାରେଇ ଗଲା ପରେ ଯଦି ସେମାନେ ମାନେ କ'ଣ ଏ ହଉ କି ବି ହଉ, ଯିଏ ହଉ ଜଣେ ମାନେ ୱିନ୍ କରିପାରୁନି, ଠିକ୍ ଅଛି ହେଲା। 10 ମିନିଟ୍ ପାରେଇଗଲା କିନ୍ତୁ ରେଜଲ୍ଟ ଆସୁନି ହେଲା, ସେତେବେଳେ କ'ଣ ହେଇଥାଏ ନା ଏଇ ଏକ୍ସପେଡାଇଟ୍ ସିଷ୍ଟମ୍ଟା ଲାଗୁ ହେଇଥାଏ ହେଲା। ତ ଏଇ ଏକ୍ସପେଡାଇଟ୍ ସିଷ୍ଟମ୍ ଲାଗୁ ହେବାର ଆଉ ଗୋଟେ ନିୟମ ଅଛି। ଦେଖନ୍ତୁ, ଏ ଯେଉଁ ଦୁଇ ଜଣ ଯେଉଁ ପଏଣ୍ଟ କରିଥିବେ 10 ମିନିଟ୍ ଭିତରେ, ଯଦି ସେ ପଏଣ୍ଟ ଗୁଡ଼ିକ ହେଲା ଦୁଇ ଜଣକାର ମିଶିକି 18 ପଏଣ୍ଟରୁ ଅଧିକା ହେଉଛି ତେବେ ଲାଗିବନି, କିନ୍ତୁ 18 ପଏଣ୍ଟରୁ କମ୍ ଯଦି ହେଉଛି ହେଲା, ତେବେ ଯାଇକି ଏକ୍ସପେଡାଇଟ୍ ସିଷ୍ଟମ୍ଟା ଲାଗିଥିବ 10 ମିନିଟ୍ ଭିତରେ। କେମିତି ଦେଖନ୍ତୁ, ଯଦି 10 ମିନିଟ୍ ହେଇଗଲା, ଧରାଯାଉ ଇଏ କରିଛି 6 ପଏଣ୍ଟ, ଇଏ କରିଛି 5 ପଏଣ୍ଟ, ଠିକ୍ ଅଛି। ତ ଦୁଇଟାକୁ ମିଶାଇ ଦେଲେ କେତେ ହେଉଛି ହେଲା, 11 ପଏଣ୍ଟ ହେଉଛି। 18 ପଏଣ୍ଟ ପହଞ୍ଚୁନି। ଯଦି ପହଞ୍ଚୁନି ତ 10 ମିନିଟ୍ ପାର ହେଇଗଲା, କିନ୍ତୁ ଦୁଇ ଜଣକାର ମିଶିକି କେତେ ହେଉଛି 11 ପଏଣ୍ଟ ହେଉଛି, 18 ପଏଣ୍ଟ ହେଉନି। ତ ସେଇ ସମୟରେ ଏଇ ଏକ୍ସପେଡାଇଟ୍ ସିଷ୍ଟମ୍ଟା ଲାଗୁ ହେଇଥାଏ। ତ ଏଇ ଏକ୍ସପେଡାଇଟ୍ ସିଷ୍ଟମ୍ଟା କ'ଣ ନା, ଦେଖନ୍ତୁ ସିମ୍ପଲ୍ ଆପଣଙ୍କୁ ବୁଝେଇବି ହେଲା। ଏଇଠି ତ ଖେଳ ଚାଲିଛି ହେଲା, ଏଇଟା ଖେଳ ଚାଲିଛି, ଏରେ ଗୋଟେ ଟିମ୍, ଏ ଗୋଟେ ବି ଗୋଟେ ପ୍ଲେୟର ହେଲା। ତ ସେତେବେଳେ କ'ଣ ହେଇଥାଏ ଦେଖନ୍ତୁ, ଆମେ ଜାଣିଛୁ କଣ୍ଟିନ୍ୟୁ ଗୋଟେ ପ୍ଲେୟର ଦୁଇଟା ଲେଖା ସର୍ଭିସ୍ କରିଥାଏ, ଠିକ୍ ଅଛି, ଟିଟିରେ। ତ ସେତେବେଳେ କ'ଣ ହେଇଥାଏ, ସିଙ୍ଗଲ୍ ସର୍ଭିସ୍ କରିବେ। ଏବଂ ଧରାଯାଉ ଇଏ ହେଉଛି ସର୍ଭିସ୍ କରୁଛି, ଇଏ ରିସିଭ୍ କରୁଛି। ଇଏ ୱାନ୍ସ ଯଦି ସେତେବେଳେ ସର୍ଭିସ୍ କରିଦେଲା, ସର୍ଭିସ୍ ହେବାର ଏଇ ଯେଉଁ ଯିଏ ରିସିଭ୍ କରୁଛି ସିଏ ଯଦି କଣ୍ଟିନ୍ୟୁ 13ଟି ଷ୍ଟ୍ରୋକ୍ ମାରୁଛି, ମାନେ କଣ୍ଟିନ୍ୟୁ ମାନେ ବଲ୍ ନ ପକେଇକି 13ଟା ଷ୍ଟ୍ରୋକ୍ ମାରୁଛି, ମାନେ ଦୁଇ ଜଣଙ୍କ ଭିତରୁ ଯିଏ ବି କଣ୍ଟିନ୍ୟୁ 13ଟା ଷ୍ଟ୍ରୋକ୍ ମାରୁଛି, ଯଦି ରିସିଭର ଇଏ 13ଟା ଷ୍ଟ୍ରୋକ୍ ମାରୁଛି ହେଲା 13ଟା ଷ୍ଟ୍ରୋକ୍ ପାରେ ଯାଉଛି, ତେବେ କାହାକୁ ପଏଣ୍ଟ ମିଳିବ, ୟାକୁ ପଏଣ୍ଟ ମିଳିବ। କିନ୍ତୁ 13ଟା ଷ୍ଟ୍ରୋକ୍ ପୂର୍ବରୁ କଣ୍ଟିନ୍ୟୁ 13ଟା ଷ୍ଟ୍ରୋକ୍ ପୂର୍ବରୁ ଯଦି ଇଏ ବଲ୍ଟିକୁ ପକେଇ ଦେଉଛି, ତେବେ ପଏଣ୍ଟ ପାଇବ କିଏ, ଇଏ ହେଲା। ସେଇଭଳିଆ ଯିଏ ସର୍ଭିସ୍ କରୁଥିବ ତା କ୍ଷେତ୍ରରେ ବି, ମାନେ ଦୁଇ ଜଣଙ୍କ ଭିତରୁ ଯିଏ 13ଟା ଷ୍ଟ୍ରୋକ୍ ଆଗେ ପାରି ଦେଉଛି
ତ ଯିଏ ପାରିବ ସିଏ ପଏଣ୍ଟ ପାଇବ, ଆଉ ଯିଏ ପାରିପାରିବନି ସିଏ ପଏଣ୍ଟ ପାଇବନି। ବୁଝିପାରିଲେ? ଆଉ ଥରେ ଆପଣଙ୍କୁ କହୁଛି ଦେଖନ୍ତୁ, ଏ ସର୍ଭିସ୍ କଲା ଦେଇ ଏବଂ ତାଙ୍କ ଭିତରେ ଯେଉଁ ରାଲି ଚାଲିବ, ରାଲିଟା ଯେମିତି 13 ପଏଣ୍ଟ ଉପରକୁ ଯିବାର ଅଛି। 13 ପଏଣ୍ଟ କହୁଛି, 13ଟା ଷ୍ଟ୍ରୋକ୍ ଯିବାର ଅଛି, ମାନେ 13 ଥର ହିଟ୍ କରବାର ଅଛି ବଲ୍ଟାକୁ। ତା ପୂର୍ବରୁ ଯଦି ବଲ୍ ପଡ଼ିଯାଉଛି ହେଲା, ତେବେ ଯିଏ ବଲ୍ଟା ପକେଇଥିବ ସିଏ ଯିଏ ପକେଇଥିବ ତାର ଅପୋନେଣ୍ଟ ପାଇବେ ସର୍ଭିସ୍। ଦେନ୍ ଅଲ୍ଟରନେଟିଭ୍ ଏମିତି ସିଙ୍ଗଲ ସର୍ଭିସ୍ ଚାଲିବ। ସେତେବେଳେ ମାନେ ଡବଲ୍ ସର୍ଭିସ୍ ନୁହେଁ କି ସିଙ୍ଗଲ ସର୍ଭିସ୍ ଚାଲିବ। ଏବଂ 13ରୁ ଯିଏ ପାରିଗଲା ସିଏ ୱିନ୍ କରୁଛି, ମାନେ କ'ଣ ପଏଣ୍ଟ ପାଉଛି। ଯଦି 13ରୁ ପାରୁନି, ଧରାଯାଉ ଏବେ ଏ ସର୍ଭିସ୍ କରୁଥିଲା ବିକୁ, ଠିକ୍ ଅଛି। ତ ୟାର କେତେ 6 ପଏଣ୍ଟ ହେଇଛି, ୟାର 5 ପଏଣ୍ଟ ହେଇଛି। ଇଏ ନା ସର୍ଭିସ୍ କରୁଛି 4 ଥର ରାଲି ଚାଲିଲା ହେଲା, 4 ଥର ରାଲି ଚାଲିଲା, 5 ଥର ବେଳକୁ ଇଏ ଧରାଯାଉ ବଲ୍ଟିକୁ ମାନେ ଟେବୁଲ୍ରେ ରଖିପାରିଲାନି, ବଲ୍ଟା ବାହାରେ ପଡ଼ିଗଲା, ଠିକ୍ ଅଛି। ତ ପଏଣ୍ଟ ଇଏ ପାଇବ। ଯଦି ଇଏ 13 ଥର ପାରି ଦେଇଥାନ୍ତା ତେବେ ପଏଣ୍ଟ କିଏ ପାଇଥାନ୍ତା? ଇଏ ପାଇଥାନ୍ତା। ସେଇଭଳିଆ ଏଇ ଆମର ଏ ବି ଯଦି 5 ଥର ପରେ ଇଏ ବଲ୍ଟା ପକେଇଦେଲା ହେଲା, ତ ପଏଣ୍ଟ କିଏ ପାଇବ? ବି ପାଇବ। ଦେନ୍ ସର୍ଭିସ୍ କାହା ପାଖକୁ ଯିବ? ବି ପାଖକୁ ଯିବ। ଏଇଟା ହେଉଛି ଏକ୍ସପାଣ୍ଡେଡ୍ ସିଷ୍ଟମ୍, ଯେଉଁଟାକି ଆମେ କହିପାରିବା ଗେମ୍ଟାକୁ କୁଇକ୍ କରିବା ପାଇଁ ଯେଉଁ ଡବଲ୍ ଯେଉଁ ସର୍ଭିସ୍ ହେଉଛି ସେଟାକୁ ରଖିକି ସିଙ୍ଗଲ ସର୍ଭିସ୍ କରିବେ। ଆଉ 13 ଥର କଣ୍ଟିନ୍ୟୁ ଯିଏ ଷ୍ଟ୍ରୋକ୍ ମାରିପାରୁଛି ସିଏ ହିଁ ୱିନ୍ କରିବ। ତା ପୂର୍ବରୁ ଯିଏ ପକେଇ ଦେଉଛି ସିଏ ପଏଣ୍ଟ ପାଇବ ନାହିଁ, ଠିକ୍ ଅଛି। ଏମିତି କରିକି ଛଅ କଲା, ଇଏ ଧର ଯେଉଁ ବଲ୍ 13 ଥର ପୂର୍ବରୁ ପକେଇଦେଲା, ମାନେ ପଏଣ୍ଟ କିଏ ପାଇବ? ଏ ପାଇବ 7 ପାଇବ, 8 ହେଇଯିବ, ଏମିତି କରି ଯାହାର 11 ହେବ ସିଏ ୱିନ୍ କରିବ। ଏଇଟାକୁ କୁହାଯାଇଥାଏ ଏକ୍ସପାଣ୍ଡେଡ୍ ସିଷ୍ଟମ୍, ଠିକ୍ ଅଛି ସାଙ୍ଗମାନେ। ଯେଉଁଟାକି 10 ମିନିଟ୍ରୁ ଅଧିକ ପାରେଇ ଗଲେ ଏବଂ 18 ପଏଣ୍ଟ ଯଦି ଜଣକ ମିଶିକି ହେଉନଥିବ ସେତେବେଳେ ଲାଗୁ ହେଇଥାଏ। ଆଶା କରିକି ବୁଝିପାରିଥିବେ। ଏବେ ଯିବା ସେଇ ଆମର କ୍ୱେଶ୍ଚନ୍ ସେକ୍ସନ୍କୁ, ଯେଉଁଟାକି ଆପଣଙ୍କ ପାଇଁ ଟାସ୍କ ରହିବ। ଦେଖନ୍ତୁ, ଆପଣଙ୍କ ପ୍ରଥମ କ୍ୱେଶ୍ଚନ୍ ହେଉଛି ହାଉ ମେନି ପଏଣ୍ଟସ୍ ଆର୍ ନିଡେଡ୍ ଟୁ ୱିନ୍ ଏ ଷ୍ଟାଣ୍ଡାର୍ଡ଼ ଟେବୁଲ୍ ଟେନିସ୍ ଗେମ୍। ଆମର ଷ୍ଟାଣ୍ଡାର୍ଡ଼ ଟେବୁଲ୍ ଟେନିସ୍ ଗେମ୍ରେ ଜଣେ ୱିନ୍ ଘୋଷିତ କେତେବେଳେ ହୋଇଥାଏ, କେତେ ପଏଣ୍ଟ ଆଚିଭ୍ କଲା ପରେ ଯାଇକି ସେ ୱିନ୍ ଘୋଷିତ ହୋଇଥାଏ, ଯେଟା ଅଲରେଡ଼ି ଆପଣଙ୍କୁ କହିସାରିଛି ହେଲା। ତ ଆନ୍ସର୍ ଦେବା ପାଇଁ ଚେଷ୍ଟା କରିବେ। 11 ପଏଣ୍ଟ, 15 ପଏଣ୍ଟ, 21 ପଏଣ୍ଟ ନା 25 ପଏଣ୍ଟରେ, ଠିକ୍ ଅଛି ହେଲା। ଦେନ୍ ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ। ପରବର୍ତ୍ତୀ ପ୍ରଶ୍ନ ହେଉଛି ହାଉ ମେନି ସାର୍ଭସ୍ ଡାଜ୍ ଇଚ୍ ପ୍ଲେୟର୍ ଗେଟ୍ ବିଫୋର୍ ଦ ସାର୍ଭ ସୁଇଚ୍ ଟୁ ଦ ଅପୋନେଣ୍ଟ। ମାନେ ଆମର ଗୋଟିଏ ପ୍ଲେୟର୍ କେତେଥର ସାର୍ଭ କରିଥାଏ ବା ସର୍ଭିସ୍ କରିଥାଏ ବୋଲି କହିଛି ହେଲା। ଯଦି ଟେନିସ୍ ବିଷୟରେ ଆପଣ ମାନେ ଟେବୁଲ୍ ଟେନିସ୍ ଉପରେ ନଲେଜ୍ ଅଛି, ଆପଣ କହିପାରିବେ ଗୋଟେ ପ୍ଲେୟର୍ କଣ୍ଟିନ୍ୟୁ କେତେଥର ସର୍ଭିସ୍ କରିଥାଏ ହେଲା। 1, 2, 3 ନା 5 ଥର ହେଲା। ଏଇଟା ବି କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାଇବେ। ଆଉ ଯେଉଁମାନେ ଜାଣିନାହାନ୍ତି ୱରିଡ୍ ହେବାର ନାହିଁ, ମୋ ଟେଲିଗ୍ରାମ ଚ୍ୟାନେଲ୍ରେ ଜଏନ୍ ହେଇଯାନ୍ତୁ। ଏ ପିଡ଼ିଏଫ୍ଟା ମୁଁ ସେଇଠି ଦେଇଦେବି, ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍ କ'ଣ କହୁଛି ଦେଖନ୍ତୁ। ହ୍ୱାଟ୍ ହେପେନ୍ସ ଇଫ୍ ଦ ବଲ୍ ହିଟ୍ସ ଦ ନେଟ୍ ବଟ୍ ଷ୍ଟିଲ୍ ଲ୍ୟାଣ୍ଡସ୍ ଇନ୍ ଦ ଅପୋନେଣ୍ଟସ୍ କୋର୍ଟ ଡ୍ୟୁରିଂ ଏ ସର୍ଭିସ୍। ମାନେ ଆମେ ଯେତେବେଳେ ସର୍ଭିସ୍ କରୁଛୁ ସେତେବେଳେ ଯଦି ନେଟ୍ରେ ବଲ୍ଟା ବାଜିକି ଅପୋନେଣ୍ଟ କୋର୍ଟକୁ ପଳାଉଛି ସେତେବେଳେ କ'ଣ ହେଇଥାଏ ବୋଲି କହିଛି। It's a lets and the service is retaken, the server loses the point, the receiver gets a free points, the serve continue as normal। ତ କେଉଁଟା ଆନ୍ସର୍ ହେବ ନିହାତି କମେଣ୍ଟ ବକ୍ସରେ ଜଣାଇବେ, ଠିକ୍ ଅଛି। ବଢ଼ିଆ ବଢ଼ିଆ କ୍ୱେଶ୍ଚନ୍ ଏକା ହେଲା। ଦେନ୍ ନେକ୍ସଟ କ୍ୱେଶ୍ଚନ୍କୁ ଯିବା ଦେଖନ୍ତୁ। ହ୍ୱାଟ୍ ଇଜ୍ ଦ ଷ୍ଟାଣ୍ଡାର୍ଡ଼ ଡାଇମିଟର ଅଫ୍ ଏ ଟେବୁଲ୍ ଟେନିସ୍ ବଲ୍। ଆମ ଟେବୁଲ୍ ଟେନିସ୍ ବଲ୍ର ଡାଇମିଟରଟା କେତେ ଅଲରେଡ଼ି ମୁଁ କହିସାରିଛି। ଆନ୍ସର୍ ଦେବା ପାଇଁ ଆପଣଙ୍କୁ ସୁବିଧା ହେବ, ତ ସମସ୍ତେ ଆନ୍ସର୍ ଦେବା ପାଇଁ ଚେଷ୍ଟା କରିବେ। 38 mm, 40 mm, 42 mm ନା 44 mm, ଠିକ୍ ଅଛି। ଦେନ୍ ନେକ୍ସଟ ଦେଖନ୍ତୁ। ହ୍ୱାଟ୍ ଇଜ୍ ଦ କରେକ୍ଟ ହାଇଟ୍ ଅଫ୍ ଏ ଟେବୁଲ୍ ଟେନିସ୍ ନେଟ୍। ଟେବୁଲ୍ ଟେନିସ୍ ନେଟ୍ର ହାଇଟ୍ କେତେ ଅଲରେଡ଼ି କହିସାରିଛି। ଆନ୍ସର୍ ଦେବା ପାଇଁ ଆପଣଙ୍କୁ ସୁବିଧା ହେବ ହେଲା। 15.25 cm ହେବ ନା 16.25 cm ହେବ ନା 17.25 cm ହେବ ନା 18.25 cm ହେବ ହେଲା। ଯେଉଁମାନେ ଫୁଲ୍ ଭିଡ଼ିଓଟା ଦେଖିଥିବେ ସେମାନେ ଆନ୍ସର୍ ଦେଇପାରିବେ। ଏପର୍ଯ୍ୟନ୍ତ ଯିଏ ମାନେ ମୋ ସହିତ ଜଲ୍ଦି ହୋଇ ରହିଛନ୍ତି ସେମାନେ ନିହାତି ଆନ୍ସର୍ଟା ଦେଇପାରିବେ ହେଲା। ଦେନ୍ ନେକ୍ସଟ ଯିବା ଦେଖନ୍ତୁ। ନେକ୍ସଟ କ'ଣ କହୁଛି ହ୍ୱିଚ୍ ଅଫ୍ ଦିଜ୍ ଇଜ୍ ନଟ୍ ଏ ଲିଗାଲ୍ ସର୍ଫେସ୍ ଫର୍ ଏ ଟେବୁଲ୍ ଟେନିସ୍ ରାକେଟ୍ ପେଡେଲ୍। ଆମର ରାକେଟ୍ ପେଡେଲ୍ର କିଛି ସର୍ଫେସ୍ ଥାଏ ହେଲା। ସେ ସର୍ଫେସ୍ ଭିତରୁ କେଉଁଟା ଲିଗାଲ୍ ସର୍ଫେସ୍ ନୁହେଁ ବୋଲି କହିଛି। ଇଲିଗାଲ୍ କେଉଁଟା? ସ୍ମୁଥ୍ ରବର୍, ପିମ୍ପଲ୍ ରବର୍, ସ୍ୟାଣ୍ଡ ପେପର୍ ବା ଏଣ୍ଟି ସ୍ପିନ୍ ରବର୍ ହେଲା। ତ এই ବିଷୟରେ କହିନି, କିନ୍ତୁ ଯେଉଁମାନେ ଆନ୍ସର୍ ଜାଣିଛନ୍ତି ନିହାତି ଦେବେ। ଯଦି ଜାଣିନାହାନ୍ତି ମୁଁ ଅଲରେଡ଼ି ୟାର ପିଡ଼ିଏଫ୍ଟା ଦେଇଦେବି, ଠିକ୍ ଅଛି। Which grip is commonly used by Chinese player and involves
ହୋଲ୍ଡିଂ ଦ ରାକେଟ୍ ଲାଇକ୍ ଏ ପେନ୍ ଭଳିଆ ଯେଉଁ ଗ୍ରିପ୍ଟାକୁ ଧରିଥାନ୍ତି ବିଶେଷ କରିକି ଚାଇନିଜ୍ ପ୍ଲେୟର ମାନେ ହେଲା, ସେଇଟାକୁ କ'ଣ କୁହାଯାଇଥାଏ? ସେକେଣ୍ଡ ଗ୍ରିପ୍ କୁହାଯାଇଥାଏ, ପେନ୍ ହୋଲ୍ ଗ୍ରିପ୍ କୁହାଯାଇଥାଏ ବା ସିମିଲର ଗ୍ରିପ୍ କୁହାଯାଇଥାଏ ବା ଭି ଗ୍ରିପ୍ କୁହାଯାଇଥାଏ ହେଲା। ତ ଅଲରେଡ଼ି ଏ ବିଷୟରେ ମୁଁ ଆଲୋଚନା କରିସାରିଛି, ଆପଣଙ୍କୁ ଆନ୍ସର୍ ଦେବା ପାଇଁ ସୁବିଧା ହେବ ହେଲା। ଦେନ୍ ନେକ୍ସଟ ଯିବା ଦେଖନ୍ତୁ 8 ନମ୍ବର କ୍ୱେଶ୍ଚନ୍। ହାର୍ଟ ଇଜ୍ ଏ ଲୁପ୍ ଇନ୍ ଟେବୁଲ୍ ଟେନିସ୍। ଟେବୁଲ୍ ଟେନିସ୍ର ଲୁପ୍ କାହାକୁ ଆମେ କହିଥାଉ? କ'ଣ କହୁଛି? ଏ ଡିଫେନ୍ସିଭ୍ ସଟ୍ ୱିଥ୍ ବ୍ୟାକ୍ ସ୍ପିନ୍, ଏ ପାୱାରଫୁଲ୍ ଟପ୍ ସ୍ପିନ୍ ଅଫେନ୍ସିଭ୍ ସଟ୍ ହେଲା, ଏ ହାଇ ଲବ୍ ଅଫ୍ ରିଟର୍ନ, ଏ ସ୍ମାସ୍, ଏ ସାର୍ପ ଟ୍ରିକ୍ ୱିଥ୍ ସାଇଡ୍ ସ୍ପିନ୍। ଲୁପ୍ କହିଲେ କ'ଣ ବୁଝିଥାଉ ହେଲା। ଯଦି ଆପଣ ଜାଣିଥିବେ ଯେଉଁ ଷ୍ଟ୍ରୋକ୍ କେତେ ପ୍ରକାର ଥିଲା, ଏଇ ଲୁପ୍ଟା କେଉଁଠି ଯାଉଛି ତ ଆପଣ ଆନ୍ସର୍ ଇଜିରେ ଦେଇପାରିବେ। Which country has dominated Olympic table tennis since its introduction in 1988? କେଉଁ ମାନେ କଣ୍ଟ୍ରିଟା ଯେଉଁ ଆମର ପ୍ରଥମ କହିଛି ଅଲିମ୍ପିକଟା ଏଲ୍ଡ ହେଇଥିଲା 1988ରେ, ସେ ସମୟରୁ କିଏ ଡୋମିନେଟ୍ କରି ଆସୁଛି ଟେବୁଲ୍ ଟେନିସ୍ରେ ବୋଲି କହିଛି? ସ୍ୱିଡେନ୍, ଚାଇନା, ଜର୍ମାନୀ ୟା ସାଉଥ କୋରିଆ ହେଲା। ଏଇଟା ଦେବେ, ଆନ୍ସର୍ ଦେବା ପାଇଁ ଚେଷ୍ଟା କରିବେ। ଦେନ୍ ଦେଖନ୍ତୁ ଆଜିର ଲାଷ୍ଟ କ୍ୱେଶ୍ଚନ୍ ଆପଣଙ୍କ ପାଇଁ ବା ଆପଣଙ୍କ ଟାସ୍କର ଏଇଟା ଲାଷ୍ଟ ମାନେ କ୍ୱେଶ୍ଚନ୍ ହେଲା, ଯେଉଁଟାକି କ'ଣ ଅଛି? ହୁଇଚ୍ ଅଫ୍ ଦିସ୍ ଇଜ୍ ନଟ୍ ଏନ୍ ଅଫିସିଆଲ୍ ଟେବୁଲ୍ ଟେନିସ୍ ଷ୍ଟ୍ରୋକ୍? କେଉଁଟା ଗୋଟିଏ ଅଫିସିଆଲ୍ ଟେବୁଲ୍ ଟେନିସ୍ ଷ୍ଟ୍ରୋକ୍ ନୁହେଁ? ସ୍ମାସ୍, ଚପ୍, ସ୍ଲାଇସ୍, ଡ୍ରାଇଭ୍ ହେଲା। ଆନ୍ସର୍ ଦେବା ପାଇଁ ଚେଷ୍ଟା କରିବେ। 10ଟା କ୍ୱେଶ୍ଚନ୍ ଆପଣଙ୍କୁ ଦେଲି ଆପଣଙ୍କ ପାଇଁ ଟାସ୍କ, ଯେଉଁମାନେ ଜାଣିଛନ୍ତି ନିହାତି କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାଇବେ, ନହେଲେ ମୋ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇଯାଆନ୍ତୁ। ତ ସାଙ୍ଗମାନେ ଏଇଟା ହେଉଛି କ୍ଲାସ୍ 2 ଭିଡ଼ିଓ, ଯେଉଁଥିରେ ଗେମ୍ ଆଣ୍ଡ ସ୍ପୋର୍ଟସର ଟେବୁଲ୍ ଟେନିସ୍ର କ୍ୱେଶ୍ଚନ୍ ଆମେ ଆଲୋଚନା କଲୁ, ମାନେ କ୍ୱେଶ୍ଚନ୍ ବି ଆଲୋଚନା କଲୁ, ଥିଓରି ବି ଆଲୋଚନା କଲୁ ଏବଂ ଆପଣଙ୍କ ପାଇଁ ଟାସ୍କ ବି ରହିଲା। ତ ଏଇ ପ୍ୟାଟର୍ନରେ ମୁଁ ଭିଡ଼ିଓ ଆପଣଙ୍କ ପାଇଁ ପ୍ରସ୍ତୁତ କରିବି ବୋଲି ମୁଁ ଭାବିଛି। ଯଦି ଏଇ ପ୍ୟାଟର୍ନ ଗୁଡ଼ିକ ଆପଣଙ୍କୁ ଭଲ ଲାଗୁଛି ନିହାତି ଆପଣ ଜଣାଇବେ ଯେ ସାର୍ ହଁ ଏଇ ପ୍ୟାଟର୍ନରେ ଆପଣ କ୍ୱେଶ୍ଚନ୍ ଆଣନ୍ତୁ। ଯଦି ଲାଗୁନି ତ କେଉଁ ଚେଞ୍ଜେସ୍ କରିବା ସେଇଟା ବି ଆପଣ କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାଇବେ, ସଜେସନ୍ ନିହାତି ଦେବେ। ତ ଆଶା କରିକି ଆଜିର ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ, ଆଉ ଭଲ ମାନେ LTR ପାଇଁ ପ୍ରିପେୟାର ବି ଭଲ ରକ ହେଉଥିବେ। ତ ଆଜି ପାଇଁ ରହୁଛି, ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ଜୟ ଜଗନ୍ନାଥ, ଜୟ ଫିଜିକାଲ୍ ଏଜୁକେସନ୍।